ପିଲାମାନେ ଆଜି ଦେଖିବା ସପ୍ତମ ଶ୍ରେଣୀ ନୂତନ ଜିଜ୍ଞାସା ବହି ବା ବିଜ୍ଞାନ ବହିର ତୃତୀୟ ଅଧ୍ୟାୟ, ଯାହା ନାଁ ହଉଛି କଣ, ବିଦ୍ୟୁତ ଏବଂ ଏହାର ପରିପଥ ଆଉ ଏଲିମେଣ୍ଟ। ପିଲାମାନେ କରେଣ୍ଟ ଇଲେକ୍ଟ୍ରିସିଟି। ପିଲାମାନେ ବଢିଆ ବିଷୟ। ଛୋଟବେଳେ ସମସ୍ତଙ୍କର ପିଲାମାନେ ଇଲେକ୍ଟ୍ରିସିଆନ ହେବାକୁ ତମର ଇଚ୍ଛା ଥବ। ବିଭିନ୍ନ ଲାଇଟ୍ ଆଣିକି ବା କୋଉ ଟର୍ଚ୍ଚରୁ ଲାଇଟ୍ ଖୋଲିକି ତମେ ମାନେ ବିଭିନ୍ନ ଏକ୍ସପେରିମେଣ୍ଟ କରିଥିବ, କୋଉଥିରେ ସୁଇଚ ଲଗେଇ ଦଉଥିବ, କୋଉଥିରେ ବିଭିନ୍ନ ଲାଇଟ୍ ଡିଜେ ଗାଡି ତିଆରି କରୁଥିବ। ପିଲାମାନେ ଆଜି ଦେଖିବା କଣ, ସେଇ ବିଦ୍ୟୁତ ଏବଂ ଏହି ପରିପଥର ଗୋଟେ ନୂତନ ବିଷୟ କରେଣ୍ଟ ଇଲେକ୍ଟ୍ରିସିଟି ବିଷୟରେ ପିଲାମାନେ କ୍ଲିୟର କଟ ଆଜି ଡିସ୍କସନ କରିବା। ତ ଭିଡ଼ିଓଟିକୁ ପିଲାମାନେ ଶେଷ ପର୍ଯ୍ୟନ୍ତ ଦେଖିବ। ଭିଡ଼ିଓଟି ବହୁତ ଇଣ୍ଟରେଷ୍ଟିଂ ହେବାକୁ ଯାଉଛି ଏବଂ ଅଧାରୁ କେହି ସ୍କିପ୍ କରିକି ଯିବ ନାହିଁ। ଯଦି ଅଧାରୁ ସ୍କିପ୍ କରି ଭିଡ଼ିଓ ଦେଖିବ, ପିଲାମାନେ ନିଜେ ଜାଣିପାରିବେ ନାହିଁ। ତ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖ। ଚାଲନ୍ତୁ ଷ୍ଟାର୍ଟ କରିବା। ତ ଦେଖ ପିଲାମାନେ, ଗୋଟେ ଗପଟେ ଦେଇଛି। କଣ ଗପଟେ ଦେଇଛି ବା ଷ୍ଟୋରିଟା କଣ ଦେଇଛି ଦେଖିଦେବା। ନିହାର ଏବଂ ତାର ସହପାଠୀ ମାନେ ହୀରାକୁଦ ନଦୀବନ୍ଧ ଦେଖିବା ପାଇଁ ଯୋଉ ଆଗ୍ରହ ପ୍ରକାଶ କଲେ। ପିଲାମାନେ ହୀରାକୁଦ ନଦୀବନ୍ଧ ତମେ ଜାଣିଥିବ, ଗୋଟେ ବୃହତ ମାନେ ଜଳ ସଂରକ୍ଷିତ ଜଳ ଭଣ୍ଡାର ଗୋଟେ, ଏବଂ ଇଲେକ୍ଟ୍ରିସିଟି ଉତ୍ପାଦନ ହଉଛି ସେଥିରୁ। ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ ହଉଛି। ସେମାନେ ସେଠାରେ କଣ କଲେ, ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରକୁ ପରିଦର୍ଶନ କରିବେ, ଯେଉଁଠାରେ କି ଜଳରୁ ବିଦ୍ୟୁତ ଉତ୍ପାଦନ ହବ। କେମିତି ଆମର ୱାଟରରୁ ବା ଜଳରୁ କେମିତି କରେଣ୍ଟ ଉତ୍ପାଦନ ହବ, ସେମାନେ ଜାଣିବାକୁ ଚେଷ୍ଟା କଲେ। ତାପରେ ବୁଲିବା ପାଇଁ ଗଲେ। ସେମାନେ ସେଠାରୁ ମହାନଦୀ କୂଳରେ ଅବସ୍ଥିତ ମା ସମଲେଶ୍ୱରୀ ମନ୍ଦିର ଦେଖିଲେ, ଘଣ୍ଟେଶ୍ୱରୀ ମନ୍ଦିର ଦେଖିଲେ। ତାପରେ ଯୋଉ ଦେବୀଗଡରେ ଅଭୟାରଣ୍ୟ ମଧ୍ୟ ପରିଦର୍ଶନ କରିବା ପାଇଁ ଯିବେ ବୋଲି ଆହୁରି ଖୁସି ଥିଲେ। ଯାତ୍ରା ପୂର୍ବରୁ ବିଦ୍ୟୁତ ଶକ୍ତିର ବ୍ୟବହାର ବିଷୟରେ ସେମାନେ ଏକ ଦଳଗତ କାର୍ଯ୍ୟ ପ୍ରସ୍ତୁତ କଲେ। ଏଥିପାଇଁ ସେମାନେ ଘର, ବିଦ୍ୟାଳୟ, ପଡିଶା ଘର, ସହର ଓ ଶେଷର ଇଣ୍ଟରନେଟ ଖୋଜିବା ପାଇଁ ଲାଗି ପଡିଲେ। ଆଶ୍ଚର୍ଯ୍ୟର କଥା, ସେମାନଙ୍କର ତାଲିକା ବଢି ଚାଲିଲା। ସେମାନେ ବିଭିନ୍ନ ବ୍ୟବହାର ଗୁଡିକୁ ଅଲଗା ଅଲଗା କରି ଶୀର୍ଷକ ଅଧୀନରେ ତାଲିକାଭୁକ୍ତ କରିଦେଲେ। ପିଲାମାନେ ଦେଖିଦେବା। ତାପରେ ପିଲାମାନେ, ରନ୍ଧନ ପାଇଁ ଆମେ ମାନେ କଣ ବିଦ୍ୟୁତ ଯୋଉ ଉପାଦାନ ବା ବିଦ୍ୟୁତ ଏଲିମେଣ୍ଟ ଆମେ ବ୍ୟବହାର କରୁଛେ ବିଦ୍ୟୁତ କେଟିଲ। ବିଦ୍ୟୁତ କେଟିଲ ବ୍ୟବହାର କରୁଛେ। ଇଲେକ୍ଟ୍ରିକ କେଟିଲ ପାଣି ଗରମ କରିବ, ଚାହା ଗରମ କରିବ। ମିକ୍ସଚର ଗ୍ରାଇଣ୍ଡର, ପିଲାମାନେ ଯୋଉ ଗ୍ରାଇଣ୍ଡିଙ୍ଗ କରୁଛେ, ଯୋଉ ଚକି ଭଳିଆ ପେଶୁଛେ, ଏଇଟା ଗ୍ରାଇଣ୍ଡିଙ୍ଗ ହଉଛି କଣ, ବିଦ୍ୟୁତ ବ୍ୟବହାର ହଉଛି ରନ୍ଧନରେ। ଆଉ କଣ ବ୍ୟବହାର କରୁଛେ, ଟୋଷ୍ଟର। ଆଉ କଣ, ଓଭନ ପିଲାମାନେ ଅଣ୍ଡା ଯୋଉ ଇଏ କରିବା ପାଇଁ ଓଭନ। ଆଉ କଣ, ମାଇକ୍ରୋୱେଭ ବ୍ୟବହାର କରୁଛେ। ପିଲାମାନେ ଆଉ ଘର ମାନଙ୍କରେ ହିଟର, ଇଣ୍ଡକ୍ସନ ମଧ୍ୟ ବ୍ୟବହାର କରୁଛନ୍ତି। ତାପରେ ଆଲୋକୀକରଣ ପାଇଁ ପିଲାମାନେ କଣ କଣ, ଘର, ଅଫିସ, ଗଳି, ରାସ୍ତା, ବଜାର ଓ କଳକାରଖାନା ବ୍ୟବହାର ହଉଛି। ତେବେ ଗମନାଗମନ କୋଉଥିରେ ବିଦ୍ୟୁତ ବ୍ୟବହାର ହଉଛି, ଟ୍ରେନରେ, ବସରେ, କାର, ସ୍କୁଟର, ଲିଫ୍ଟ ବା ଆକ୍ସିଲେଟର। ତାପରେ ଗରମ ଓ ଥଣ୍ଡା ହଉଛି କଣ, ପଙ୍ଖା, ରୁମ ହିଟର, ରଡ, ଗିଜର, ଆଉ ଗୋଟେ କଣ, ଏୟାର କଣ୍ଡିସନର। ତାପରେ କଣ, ମନୋରଞ୍ଜନ ପାଇଁ, ଏଣ୍ଟରଟେନମେଣ୍ଟ ପାଇଁ ଆମର କଣ, ଟିଭି ଆଉ ରେଡିଓ ପାଇଁ ମଧ୍ୟ ବ୍ୟବହାର ହଉଛି। ଯୋଗାଯୋଗ ପାଇଁ ମୋବାଇଲ ଫୋନ, ଇଣ୍ଟରନେଟ ବ୍ୟବହାର ହଉଛି। ଅନ୍ୟାନ୍ୟ ହଉଛି କଣ, ୱାଟର ପମ୍ପ, ଟ୍ରେନ ଆଉ କମ୍ପ୍ୟୁଟରରେ ବିଦ୍ୟୁତ ବହୁଳ ଭାବରେ ବ୍ୟବହାର ହଉଛି। ପିଲାମାନେ ଦେଖ, ଏଇଟା ଗୋଟେ ବଢିଆ ସୁନ୍ଦର ଚିତ୍ରଟିଏ ଦେଇଛି। ଏଇଟା ପିଲାମାନେ କାହାର ଚିତ୍ର ଦେଇଛି, ପିଲାମାନେ ହୀରାକୁଦ ଡ୍ୟାମର। କାହାର, ହୀରାକୁଦ ଡ୍ୟାମର। ତାପରେ ନେକ୍ସଟ କଣ ଅଛି ଦେଖିଦବା ପିଲାମାନେ। ନେକ୍ସଟ ହଉଛି, ତୁମେ ନିହାର ଓ ତାର ସାଙ୍ଗକୁ ତାଲିକାଭୁକ୍ତ ଆଉ କିଛି ବ୍ୟବହାର କରିକି କିଛି ବିଦ୍ୟୁତ ବ୍ୟବହାର ଯୋଡି ସାହାଯ୍ୟ କରିପାରିବ କି? ବିଦ୍ୟୁତ ବ୍ୟବହାର ବିଷୟରେ ଅନ୍ୟ କିଛି ପ୍ରସ୍ତାବ ମାନେ ଦବାକୁ କୁହାଯାଇଛି। ତାପରେ କଣ ଦେଇଛି, ଆମେ ସବୁ ସମୟରେ ବିଦ୍ୟୁତ ବ୍ୟବହାର କରୁ। ଆସ ଏହି ବିଦ୍ୟୁତ ବିଷୟରେ ଅଧିକ ଜାଣିବା। ବିଦ୍ୟୁତ ବିଭିନ୍ନ ଉପାୟରେ ଉତ୍ପାଦିତ ହୁଏ ବୋଲି ତୁମେ ଜାଣିଛ, ଯଥା ପବନ କଳରୁ ପିଲାମାନେ ପବନ ଶକ୍ତି ବ୍ୟବହାର, ସୌର ପ୍ୟାନେଲ ଦ୍ଵାରା ସୂର୍ଯ୍ୟ ରଶ୍ମି ଗ୍ରହଣ କରି ସୋଲାର ଶକ୍ତି ଆମର ଉତ୍ପାଦନ କରୁଛେ, ସୋଲାର ଏନର୍ଜି। ଜଳ ଶକ୍ତି ଦ୍ଵାରା ପ୍ରାକୃତିକ ଗ୍ୟାସ କିମ୍ବା କୋଇଲା ଦ୍ଵାରା ବିଦ୍ୟୁତ ଶକ୍ତି ଉତ୍ପନ୍ନ କରୁଛେ। ଏହି ସବୁ ଉତ୍ସରୁ ବିଦ୍ୟୁତ ଉତ୍ପନ୍ନ ହୋଇ ପରିବାହୀ ତାର ମାଧ୍ୟମରେ ବାସଗୃହ ଏବଂ କାରଖାନା ଗୁଡିକୁ ଯୋଗାଇ ଦେଇଥାଏ। ଉଦାହରଣ ସ୍ୱରୂପ, ଆମେ ଘରେ ବିଭିନ୍ନ ଯନ୍ତ୍ରପାତି ବା ମେସିନ ବା ଉପକରଣ ଚଳାଇବା ପାଇଁ ଆମ କାନ୍ଥରେ ଯୋଉ ପ୍ଲଗ ଆଉ ସୁଇଚ ବ୍ୟବହାର କରୁ। ତଥାପି ବିଦ୍ୟୁତ ବିଷୟରେ ଜାଣିବାକୁ ହେଲେ ଆମେ ବ୍ୟବହାର କରୁଥିବା ଏକ ସହଜରେ ନେବା ଆଣିବା କରୁଥିବା ବିଦ୍ୟୁତ ଉତ୍ସ ପ୍ରତି ଧ୍ୟାନ ଦେବା। ଆସ ଟର୍ଚ୍ଚ ଲାଇଟ ଭଳି ଗୋଟେ ସାଧାରଣ ଯନ୍ତ୍ରରୁ ଆମେ କେମିତି ଇଲେକ୍ଟ୍ରିକ ଉତ୍ପାଦନ କରୁଛେ, ଚାଲ ଡିସ୍କସନ କରିବା। ପିଲାମାନେ ଟିକେ ବିଳମ୍ବ ହବ, କିନ୍ତୁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖିବ। ପିଲାମାନେ ଯୋଉମାନେ ନୂଆ ଦେଖୁଛ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦବ। ପିଲାମାନେ ପୁରୁଣା ଭିଡିଓଟି ଯଦି ଦେଖିନ, ଆମର ଥାର୍ଡରେ ଯୋଉଟା ପଢେଇଥିଲେ ଅମ୍ଳ କ୍ଷାରକ ଓ ଲବଣ ନୁହତ, ଅମ୍ଳ କ୍ଷାରକ ଆଉ ନିରପେକ୍ଷତା ବା ଯୋଉଟା ନ୍ୟୁଟ୍ରାଲ, ପିଲାମାନେ ଏଇଟା ବହୁତ ବଢିଆ ଭାବରେ ପିଲାମାନେ ବୁଝା ହେଇଥିଲା। ଡେସକ୍ରିପସନରେ ସେଇ ଭିଡିଓର ଲିଙ୍କ ଦେଇଦେବି, ନହେଲେ ତମେ ଚ୍ୟାନେଲକୁ ସବସ୍କ୍ରାଇବ କରିକି ଦେଖିବ। ଅମ୍ଳ କ୍ଷାରକ ନିରପେକ୍ଷତାର ଥମ୍ବନେଲ ଦେଖିକି ତମେ ମାନେ ଆରାମସେ ଦେଖିପାରିବ। ପିଲାମାନେ ସମ୍ପୂର୍ଣ୍ଣ ସହଜ ଭାବରେ ବୁଝା ହେଇଛି। ଥରେ ଦେଖିବ ମାନେ ଆରାମସେ ମନେ ରହିଯିବ। ତ ଚାଲ, ସତର୍କତା କଣ, ବିଦ୍ୟୁତ ଖୁଣ୍ଟ ଓ ଅନ୍ୟାନ୍ୟ ଉପକରଣ ଗୁଡିକ ଉପରେ ବିଦ୍ୟୁତ ସଂକେତ ଲୋକଙ୍କୁ ସତର୍କ କରାଇ ଦିଏ ଯେ ଯଦି ଆମେ ସତର୍କତାର ସହିତ ବ୍ୟବହାର ନ କରିବା, ତେବେ ବିଦ୍ୟୁତ ଆମ ପାଇଁ ବିପଦ ସୃଷ୍ଟି କରିପାରିବ। ପିଲାମାନେ କରେଣ୍ଟ ଜଣେ ଜଣେ ତମେ ଝଟକା ଖାଇଥିବ, କି ବିଦ୍ୟୁତ ଇଲେକ୍ଟ୍ରିକ କରେଣ୍ଟ ତମେ ମାନେ କେବେ ଖାଇଥିବ। ତୁମ ଘର, ସ୍କୁଲରେ ହୋଇଥିବା ବିଦ୍ୟୁତ ଯୋଗାଣ
सहित केबे परीक्षा करिवो नाही पिला माने विद्युत जोगाण सहित पिला माने केबे परीक्षा करिवो नाही एटा होची 11000 गोटे गोटे अछि 11000 वोल्ट आ गोटे गोटे अछि केते ମାନେ ହେଲା ପିଲାମାନେ ବହୁତ ବହୁତ ଭୋଲ୍ଟ ଆଉ ଗୋଟେ 6500 ଭୋଲ୍ଟ ପିଲାମାନେ ଏଥିରେ ଭୁଲରେ ତମାନେ କେବେ ହେଲେ ପରୀକ୍ଷା କରିବ ନାହିଁ ଏପରିକି ଛୋଟ ପୋର୍ଟେବୁଲ ଜେନେରେଟର ମଧ୍ୟ ବିଦ୍ୟୁତ ବିପଦ ସୃଷ୍ଟି କରିପାରେ ପିଲାମାନେ ଜେନେରେଟର କୌଣସି ପରୀକ୍ଷା ପାଇଁ କେବଳ କଣ ପିଲାମାନେ ତମେ ବ୍ୟବହାର କରିପାରିବ ଟର୍ଚ୍ଚ ଲାଇଟ୍ ୟୁଜ କରିପାରିବ କାନ୍ଥ ଘଣ୍ଟା ରେଡିଓ ବା ରିମୋଟରେ ବ୍ୟବହାର କରୁଥିବା ବ୍ୟାଟେରୀ ଆଉ ସେଲ୍ ବ୍ୟବହାର କରାଯାଇ ପାରିବ କି ତମେ HIW ବ୍ୟାଟେରୀ ଦେଖିଛ ସେ HIW ବ୍ୟାଟେରୀ ମଧ୍ୟ ୟୁଜ କରି ପାରିବ କିନ୍ତୁ ପିଲାମାନେ ତମେ ମାନେ ଭୁଲରେ ଇଲେକ୍ଟ୍ରିକ ସହିତ କରେଣ୍ଟ ସହିତ ଲାଗିବନି ଯଦି ବ୍ୟାଟେରୀରେ ପୁଣି ବଡ ବ୍ୟାଟେରୀ କରେଣ୍ଟ ମାରିଦବ ଛୋଟ ବ୍ୟାଟେରୀ ସହିତ ତମେ ମାନେ ଚାହିଁଲେ ଏକ୍ସପେରିମେଣ୍ଟ କରିପାରିବ ତାପରେ ଦେଖ ଗୋଟେ ଟର୍ଚ୍ଚ ଲାଇଟ୍ କୁ ଅନୁସନ୍ଧାନ କରିବା ପିଲାମାନେ ଏଇଟା ଟର୍ଚ୍ଚ ଲାଇଟ୍ ତମେ ଘରେ ଦେଖିଥିବ ସମସ୍ତଙ୍କ ଘରେ ଏଇଟା ଟର୍ଚ୍ଚ ଲାଇଟ୍ ଏମିତିଆ ନହେଲେ ପ୍ରାୟ ଲୋକ ଘରେ ଥବ ଟର୍ଚ୍ଚ ଲାଇଟ୍ ଏମିତିଆ ହିଁ ପ୍ରାୟ ଲୋକଙ୍କ ଘରେ ଅଛି ଦେଖ ଟର୍ଚ୍ଚ ଲାଇଟ୍ ଟର୍ଚ୍ଚ ଲାଇଟ୍ ଏଇଟା କଣ ତମେ ଜାଣିଥିବ ଏଇଟା ହଉଛି ସୁଇଚ ଏଠୁ ଏଠିକି ବ୍ୟାଟେରୀ ପଡିଥିବ ଦିଟା ସେଲ୍ ପଡିଥିବ ଏଇଟା ହଉଛି କଣ ତାର ଲାଇଟ୍ ଟର୍ଚ୍ଚ ଲାଇଟ୍ ଟା ତାର ସୁଇଚ କୁ ଗୋଟିଏ ସ୍ଥାନରେ ଥିଲେ ତ ଟର୍ଚ୍ଚ ଲାଇଟ୍ ତାର ସୁଇଚ ଗୋଟିଏ ସ୍ଥାନରେ ଥିଲେ କାହିଁକି ଜଳେ ପିଲାମାନେ ଗୋଟେ यार प्रश्न आई पिलाने यार जानिया आम पढ़िया कौन सुइच केंद्र कनेक्शन होची पढ़िया एवं इलेक्ट्रिक सेल बा आम विद्युत कोष विषय टिके पढ़िया चेष्टा करवा टर्च किपरि कार्य करे तारा बुझीबा पाई टर्च किपरि फंक्शन बा कार्य किपरि करे ता बुझीबा पाई देखो पिला माने एईटा होची गोटे इलेक्ट्रिक सेल बा तमे माने जोटा घंटा सरी गले घंटा रे पकाउछ आ विभिन्न हेते बेले जो टर्च आसे एबे तो रिचार्जेबल टर्च किंतु गोटे गोटे टर्च रे एई बैटरी भी पडुची आ हमर विभिन्न रिमोट रे पडुची आ कोन खेलना कार रे पडुची देखो पिला माने यार दीटा अग्र अछि गोटे होची हमर पॉजिटिव आ गोटे होची पिला माने कोन नेगेटिव युक्त अग्र आ गोटे होची कोन वियुक्त अग्र देख पिला माने बुझे दबा एक विद्युत कोषणीय रत्नर सहित देख एटा पिला माने एटा होची युक्त अग्र एटा होची कोन विद्युत अग्र पिला माने दुईटी अग्र थाए गोटे युक्त आ गोटे कोन वियुक्त अग्र आमे नैथिया विद्युत कोषर धातु टोपी होची विद्युत कोषर युक्त अग्र पिला टिके टोपी भलिया एटा फुली की बाहर एटा होची कोन युक्त अग्र आ पिला माने कोन आउ अन्यटी चटका धातव पदार्थ जाने अन्यटी कोन गोटे टोपी भलिया पॉजिटिव बा युक्त अग्र आ जोटा भितर गुटे पसि जाय तो एटा होची कोन विद्युत अग्र बा नेगेटिव विद्युत कोष होची सहजरे नेबा आनिबा करि होता पोर्टेबल विद्युत शक्तिर उत्स गोटे विद्युत शक्तिर उत्स हाँ मन रखियो आमे टॉर्च रे आमे साधारणतः गोटे अधिक कोष व्यवहार करू गोटे रु अधिक जदि तमे सेल बा गोटे रु अधिक बैटरी व्यवहार करियो सेगुडी कोनोसी निर्दिष्ट क्रम रे रखा जायछि कि हां पिला माने निर्दिष्ट क्रम रे रखा जिवो पिला माने देखो एठेई पॉजिटिव एठेई नेगेटिव तापर पिला माने कोन करियो नेगेटिव आ पॉजिटिव रखियोनी साइज अनुसार जो अनुसार रखियो पॉजिटिव नेगेटिव तापर पुनी पॉजिटिव पुनी नेगेटिव पुनी नेगेटिव पिला माने मिटिया बैटरी एइते तमे माने पिला माने बैटरी कनेक्शन करियो माने एठेई टिके टोपी भलिया बात एठेई खालो पुनी एठेई टोपी एठेई खालो पुनी एठेई टोपी एठेई खालो पिलाने बुझी पाछ ना बुझी पानो देखो देखो केंते पिला माने साइज रे मु जेमिति कहउतली देखो सेमिति कनेक्शन होइछि तमे यदि भूल भाला कनेक्शन करिकि रिमोट की चले रिमोट न हो तो गोटे बैटरी जदि साइज रे न पकई तमे चलियो तमे निश्चित रूपे देखियो बैटरी चलियोनी कि कोनोसी जो लाइट भी जलियोनी देखो केंते कनेक्शन होइछि जोटा कम मेथड रे कनेक्शन प्लस माइनस पुनी प्लस पुनी माइनस पुनी प्लस पुनी माइनस पुनी प्लस पुनी माइनस देखो प्लस माइनस पिलाने देखो साइज ने गोटे कोषर युक्त अग्र अन्य कोषर विद्युत अग्र सह संयुक्त हेले जाकि टर्च चले एठे गोटे प्लस रहया दरकार एठे गोटे माइनस रहया दरकार तापर पिलाने गोटे मेन पॉइंट मन रखियो अनेक समय यंत्र उपकरण पई आमे हुए तो गोटे रु अधिक कोष आवश्यकता करू पिला माने यंत्रर उपकरण पाई दुई किंबा अधिक कोष को एकाठी संयोग करू गोटे रु एक अधिक कोष संयोग करिया द्वारा उपकरण अधिक समय धरी अधिक शक्ति पिला माने दकय जेते अधिक हमर बैटरी लागियो हेते अधिक एनर्जी जगयो चित्ताकर्षक तथ्य पिला माने गोटे कोन चित्ताकर्षक तथ्य गोटे दिया है कोन गोटे सेल बा कोष को आमे साधारणतः पिला माने कोन को बैटरी को पिला माने बैटरी ताले का को कह जाय गोटे सेल बा गोटे कोष को कोन कह जाय बैटरी कह जाय हम मोबाइल फोन को शक्ति देउथुवा गोटे सेल मध्य गोटे बैटरी शब्द व्यवहार करिथाउ पिला माने गोटे सेल बा कोष को आमे कोन कहथाउ बैटरी कहिथाउ पिला माने परीक्षा रे पढिया मोस्ट इंपोर्टेंट माने मन रखियो तापर पिला माने देखिदबा विद्युत बत्ती बा इनकैंडेसेंट लैंप उज्जवल लैंप पिला माने उज्जवल लैंप पिला माने एटा तमे कोठी देखिया पाइयो पिला माने एटा जो गाड़ी इंडिकेटर देखिया जतले खोला हो बाजार इंडिकेटर भांगी जाई थाओ हेले एउटा भलो थाओ त माने खोली के आराम से देखि पारिबो एमितिया लाइट को
ତାପରେ କଣ ଦିଆହେଇଛି, ଏହା କାର୍ଯ୍ୟକଳାପ ପାଇଁ ତୁମେ ଗୋଟିଏ ଟର୍ଚ୍ଚ ସହିତ ଗୋଟିଏ ଦୀପ୍ତିମାନ ବତୀ ବା ବଲ୍ବ ଆବଶ୍ୟକ କରିବ। ପୁରୁଣା ଟର୍ଚ୍ଚ ସହିତ ଏହିଭଳି ବତୀ ବ୍ୟବହାର ହୋଇଥାଏ। ତୁମ ଶିକ୍ଷକଙ୍କ ସହାୟତାରେ ତୁମେ ନିଶ୍ଚିନ୍ତ ହେବ ଯେ ଟର୍ଚ୍ଚରେ ଏହି ପ୍ରକାର ବଲ୍ବର ବ୍ୟବହାର ହୋଇଛି କି ନାହିଁ। ପିଲାମାନେ ପୁରୁଣା ବଲ୍ବ ଏବେ ଆଉ ବ୍ୟବହାର ହଉନି, ଯେତେବେଳେ ପୁରୁଣା କାଳରେ ବ୍ୟବହାର ହଉଥିଲା। ସେତେବେଳେ ଏଲଇଡି ବା ଲାଇଟ୍ ଏମିଟିଂ ଡାୟୋଡ ଏଲଇଡି ଲାଇଟ୍ ଆସିନଥିଲା, ତେଣୁକରି ଏତେ ଫିଲାମେଣ୍ଟ ଲାଗିଥିଲା, ବ୍ୟବହାର ହଉଥିଲା। ପିଲାମାନେ ଦେଖ ତାର ଗୋଟେ ଦେଖିବା ତାର ନାମାକରଣ କଣ କେମିତି ହେଇଛି ଦେଖିବା। ଏଇଟା ପିଲାମାନେ କାଚ ବଲ୍ବ ଫିଲାମେଣ୍ଟ। ପିଲାମାନେ ଦେଖ ତା ଭିତର ତାର ଏଇ ଦିଟା ଭିତରେ ଯୋଉଟା ଏମିତି ଏମିତି ଗୁରେଇ ହେଇକି ଥବ କଏଲ ଭଳିଆ, ହେରା ହଉଛି କଣ ଫିଲାମେଣ୍ଟ। ପିଲାମାନେ ମୋଟା ତାର ଦେଖ, ଏଠି ଗୋଟେ ମୋଟା ତାର, ଏପଟେ ମୋଟା ତାର, ଏପଟେ ମୋଟା ତାର, ଏଇଟା ହଉଛି କଣ ଆମର ଫିଲାମେଣ୍ଟ। ତାପରେ ବିଦ୍ୟୁତ ରୋଧୀ ଗୋଟେ ଧାରକ ଦିଆଯାଇଛି। ପିଲାମାନେ ଗୋଟେ ଧଳାର ଛୋଟିଆ ଟିଏ ଦିଆ ହେଇଥିବ, ଏଇଟା ହଉଛି ବିଦ୍ୟୁତ ରୋଧୀ ଧାରକ। ତାପରେ ଧାତବ ଖୋଳ, ପିଲାମାନେ ଧାତବ ଖୋଳ ମାନେ ଏଇଟା ଉପରେ ଟିକେ ତମ୍ବାର ଦିଆ ହେଇଥିବ କି ଅଲଗା କଲର ଦେଖିବ ଧାତୁର ଦିଆ ହେଇଥିବ, ଆଉ ତଳେ ଧାତବ ଶିଶର ଗୋଟେ ମୁନ ହେଇକି ବାହାରିଥିବ, ମାନେ ଏଇଟା ପଜିଟିଭ। ଗୋଟେ ବିଦ୍ୟୁତ ଅଗ୍ର ମାନେ ଏଇଟା ଯୁକ୍ତ ବିଦ୍ୟୁତ ଅଗ୍ର। ଆଉ ପିଲାମାନେ ଯୋଉଟା ଗୋଲ ଗୋଲ ହେଇକି ଏମିତି ବୋତଳ ଠିପି ଖୋଳ ଭଳିଆ ଅଛି, ଏଇଟା ହଉଛି କଣ ବିଯୁକ୍ତ ବିଦ୍ୟୁତ ଅଗ୍ର। ବଲ୍ବର ଫିଲାମେଣ୍ଟ ହିଁ ଉତ୍ତପ୍ତ ହେବା ସହିତ ଦୀପ୍ତିମାନ ଆଲୋକ ସୃଷ୍ଟି କରେ। ପିଲାମାନେ ଏଇଟା ଦୀପ୍ତିମାନ ଆଲୋକ ସୃଷ୍ଟି କରିବ। ପିଲାମାନେ ଦେଖ ଆଉ ଏମିତି ବି ମଧ୍ୟ ଦିଆଯାଇଛି। ଏଇଟା ହଉଛି ଗୋଟେ ସରଳ ଚିତ୍ର, ସିମ୍ପୁଲ ଡାଇଗ୍ରାମ। ତାପରେ ଦେଖିବା, କିନ୍ତୁ ପିଲାମାନେ ଛୋଟିଆ ଛୁଆଟି କଣ କହୁଛି, ମୋ ଟର୍ଚ୍ଚରେ କିନ୍ତୁ ଅଲଗା ଲ୍ୟାମ୍ପ ଅଛି। ହଁ ପୁଅ ତୁ ଠିକ କହୁଛୁ, ଏବେ କାଳେ ଟର୍ଚ୍ଚରେ ଆଉ ସେମିତିଆ ଲ୍ୟାମ୍ପ ନାହିଁ, ଅଲଗା ଲ୍ୟାମ୍ପ। ବାସ୍ତବିକ ଏହା ଟର୍ଚ୍ଚ ବ୍ୟବହାର କରିହବ ନାହିଁ। ଲ୍ୟାମ୍ପ ଟର୍ଚ୍ଚ ସହିତ ଦୃଢ ଭାବରେ ସଂଯୁକ୍ତ ହୋଇ ରହିଛି। ତାପରେ ଦେଖିବା କଣ ଦେଇଛି। ତାପରେ ପିଲାମାନେ ଆମର ଯୋଉ ନୂଆ ବଲ୍ବ ଆସିଲା, ସେଇଟା ଥିଲା ଆମର ଫିଲାମେଣ୍ଟ ବଲ୍ବ। ତାପରେ ଯୋଉ ନୂଆ ବଲ୍ବ ଆଇଲା, ଏଇଟା ହଉଛି ଏଲଇଡି ବତୀ ବା ଏଲଇଡି ବଲ୍ବ। ଏଲଇଡି ତା ଫୁଲ ଫର୍ମ ହଉଛି କଣ, ଲାଇଟ୍ ଏମିଟିଂ ଡାୟୋଡ। ଆଜିକାଲି ବ୍ୟବହୃତ ହେଉଥିବା ଅଧିକାଂଶ ଟର୍ଚ୍ଚରେ ବା ଅନ୍ୟାନ୍ୟ ଉପକରଣରେ ତାପ ଦୀପ୍ତ ବଲ୍ବ ବଦଳରେ ଆଲୋକ ନିର୍ଗତକାରୀ ଡାୟୋଡ ବା ଏଲଇଡି ର ବହୁଳ ମାତ୍ରାରେ ବ୍ୟବହାର ହଉଛି। ପିଲାମାନେ ତାପ ଆଉ ଦେଖିବ ଏତେ ଗରମ ଲାଗୁନି, ପିଲାମାନେ ସବୁ ଥଣ୍ଡା ଏଲଇଡି ବଲ୍ବର ବ୍ୟବହାର ହଉଛି। ଯାହା ଦେଖ ଦିଆଯାଇଛି, ପିଲାମାନେ ଏଇ ବଲ୍ବକୁ ଖୋଲିଲେ ଏଗୁଡ଼ା ହଉଛି କଣ, ଆଲୋକ ନିର୍ଗତକାରୀ ଡାୟୋଡ ବତୀ ବା ଏଲଇଡି। ଟର୍ଚ୍ଚ ପାଇଁ ଏଇଟା ହଉଛି କଣ, ଏଲଇଡି ବତୀ ବା ଲାଇଟ୍ ଏମିଟିଂ ଡାୟୋଡ। ତେବେ ଗୋଟେ ପର୍ଯ୍ୟବେକ୍ଷଣ ପିଲାମାନେ କରିବା। ପିଲାମାନେ ତାର ପର୍ଯ୍ୟବେକ୍ଷଣ କରିବା କଣ ଦିଆଯାଇଛି, ପିଲାମାନେ ବିଭିନ୍ନ ରଙ୍ଗର ଆମର ଏଲଇଡି ଅଛି ବା ଲାଇଟ୍ ଏମିଟିଂ ଡାୟୋଡ ଅଛି। ପିଲାମାନେ ତମେ ଯୋଉ ଏମିତିଆ ଏଲଇଡି ବଲ୍ବ ଦେଖିବ, ପିଲାମାନେ ଦେଖିବ ଯୋଉ ଦିଟା ଆମର ତାର ବାହାରିଛି, ଦିଟା ଯୋଉ ନୋଡ ବାହାରିଛି ବା ଯୋଉ ଡାୟୋଡ ଯୋଉ ବାହାରିଛି, ଡାୟୋଡ ମାନେ କଣ, ଯୋଉ ଦିଟା ବାହାରିଛି। ଦେଖ ପିଲାମାନେ ଗୋଟେ ଟିକେ ବଡ ଥବ ଆଉ ଗୋଟେ ସାନ ଥବ, ଗୋଟେ ବଡ ଆଉ ଗୋଟେ ସାନ, ଗୋଟେ ବଡ ଆଉ ଗୋଟେ ପିଲାମାନେ ସାନ ଥବ, ଦିଟା ଯାକ ତାରକୁ ତମେ ଦେଖିବ। କାହିଁକି ଏପରି ଦିଆଯାଇଛି ପିଲାମାନେ, ପିଲାମାନେ ମନେ ରଖିବ ଯୋଉ ବଡଟା ଦିଆଯାଇଛି ସେଟା ପଜିଟିଭ ସହିତ କନେକ୍ସନ ହବ, ଆଉ ଯୋଉଟା ସାନ ଦିଆଯାଇଛି ସେଟା ନେଗେଟିଭ ସହିତ କନେକ୍ସନ ହବ। ପିଲାମାନେ ଦେଖିବ ତାପ ଦୀପ୍ତ ବଲ୍ବ ପରି ଏଲଇଡି ବଲ୍ବରେ ଫିଲାମେଣ୍ଟ ନାହିଁ। ତାପ ଦୀପ୍ତ ବଲ୍ବ ସେତେବେଳେ କାଳିଆ ଯୋଉ ବଲ୍ବ ଥିଲା ସେଥିରେ ଫିଲାମେଣ୍ଟ ଥିଲା, କିନ୍ତୁ ଏଲଇଡି ବଲ୍ବରେ ଆମର କଣ ନାହିଁ, ଫିଲାମେଣ୍ଟ ଆମର ନାହିଁ। ସେମାନଙ୍କ ମଧ୍ୟରେ ଦୁଇଟି ଅଗ୍ର ଅଛି, କିନ୍ତୁ ଗୋଟେ ଯୁକ୍ତାତ୍ମକ ଅଗ୍ର, ଅନ୍ୟଟି ବିଦ୍ୟୁତାତ୍ମକ ଅଗ୍ର ଛୋଟ ତାର ସହିତ ସଂଯୁକ୍ତ। ପିଲାମାନେ ଯୁକ୍ତାତ୍ମକ ଅଗ୍ର ଲମ୍ବା ତାର, ଛୋଟ ତାର ସହିତ କଣ ହବ, ବିଦ୍ୟୁତାତ୍ମକ ଅଗ୍ର ସଂଯୁକ୍ତ। ଟର୍ଚ୍ଚରେ ବିଭିନ୍ନ ଆକୃତିର କିମ୍ବା ଅଧିକ ଏଲଇଡି ବ୍ୟବହାର କରାଯାଇପାରେ। ତାପରେ ପିଲାମାନେ କଣ ଦେଖିବା, ତାପରେ ବିଦ୍ୟୁତ କୋଷ, ବ୍ୟାଟେରୀ ଏବଂ ବିଜୁଳି ବତୀ ବା ବିଦ୍ୟୁତ ବତୀ ପାଇଁ ଜାଣିବା ପରେ ଆମେ ମାନେ ଗୋଟେ ବିଦ୍ୟୁତ ସେଲ ଏବଂ ବ୍ୟାଟେରୀ ବ୍ୟବହାର କରି ଟର୍ଚ୍ଚ ଲାଇଟକୁ ଜଳାଇ ପାରିବା। ତାପରେ ପିଲାମାନେ କଣ ଦେଇଛି, ବ୍ୟାଟେରୀ ବ୍ୟବହାର କରି ଗୋଟେ ବିଦ୍ୟୁତ ବଲ୍ବ ବା ଇଲେକ୍ଟ୍ରିକ ବଲ୍ବକୁ ଆମେ ମାନେ କିପରି ଜଳାଇବା ଦେଖିବା। ବ୍ୟାଟେରୀ ବା ବ୍ୟାଟେରୀ ବ୍ୟବହାର କରିକି କିପରି ଜଳାଇବା ପିଲାମାନେ ଦେଖିବା। ତ ଏମାନେ ସିମ୍ପଲ ଏଭ୍ରିଡେ ବ୍ୟାଟେରୀ କିମ୍ବା ଡ୍ୟୁରାସେଲ ବ୍ୟାଟେରୀ ଗୋଟେ ଆଣିବା ହାରି। ତାପରେ କଣ ଦେଇଛି, ଦୁଇଟି ତାର, ଏଇଟା ହଉଛି ବ୍ୟାଟେରୀ ହୋଲ୍ଡର। ପିଲାମାନେ ମନେ ରଖିବ ସେଲ ଧାରକ, ସେଲକୁ ଯେ ଧାରି ରଖେ କଣ, ଏଇଟା ବ୍ୟାଟେରୀ ହୋଲ୍ଡର। ପିଲାମାନେ ଗୋଟେ ପଟୁ ସ୍ପ୍ରିଙ୍ଗ ଭଳିଆ ବାହାରିଥିବ, ଆଉ ଗୋଟେ ପଟୁ ଟିକେ ମୁନ ଭଳିଆ। ପିଲାମାନେ ସ୍ପ୍ରିଙ୍ଗ ଭଳିଆ ଯୋଉଟା ବାହାରିଥିବ ସେଇ ପଟେ ନେଗେଟିଭ ଟା ଲଗେଇବ, ଆଉ ଯୋଉଟା ଟିକେ ମୁନ ଭଳିଆ ବାହାରିଥିବ ସେଇଟା ପଜିଟିଭ। ପିଲାମାନେ ଯୋଉମାନେ ପୁରୁଣା କାଳିଆ ରିମୋଟ ଖୋଲିଲା ବେଳେ ତମେ ମାନେ ଆରାମସେ ଦେଖିପାରିବ ବା ଜାଣିପାରିବ। ଦେଖ ଏଇଟା ହଉଛି ଇଲେକ୍ଟ୍ରିକ ସେଲକୁ ଧରିକି ରଖିଛି, ଏଥିରେ ପଜିଟିଭ ଗୋଟେ ଅଛି, ନେଗେଟିଭ ଗୋଟେ ଅଛି। ତାପରେ ଏଲଇଡି ବଲ୍ବକୁ କେମିତି ନେଇକି ଜଳେଇବ, ଏଲଇଡି ବଲ୍ବର କୋଉଠି ଅଛି, ଦିଟା ଯୋଉ ତାର ବାହାରିଥିବ, ଗୋଟେ ଟିକେ ଲମ୍ବା ହେଇଥିବ, ଗୋଟେ ଛୋଟିଆଟା। ଯୋଉଟା ଲମ୍ବା ହେଇଥିବ ସେଇଟା ପଜିଟିଭରେ ଲଗେଇବ, ଯୋଉଟା ଛୋଟିଆ ହେଇଥିବ ସେଇଟା ଟିକେ ନେଗେଟିଭରେ ଲଗେଇବ। ତାପରେ ବଲ୍ବଟି ଜଳିବ। ପିଲାମାନେ ତମେ ଯଦି ଓଲଟା ଲଗେଇଦବ ବଲ୍ବଟି କେବେ ହେଲେ ଜଳିବ ନାହିଁ। ଏଠି ପିଲାମାନେ ଦେଖ ଏମିତି ଇଏ ଦେଇଛି, ବତୀ ଧାରକ ଭିତରେ ଏକ ତାପମାନ, ହଁ ପିଲାମାନେ ଏଇଟା ବତୀ ଧାରକ, ପିଲାମାନେ ଏଇଟା ବ୍ୟାଟେରୀ ହୋଲ୍ଡର। ଏ ଯୋଉ ବ୍ୟାଟେରୀ ହୋଲ୍ଡର ଏଇଟା ହଉଛି ପିଲାମାନେ କଣ, ଇଲେକ୍ଟ୍ରିକ ହୋଲ୍ଡର ବା ଲାଇନ ହୋଲ୍ଡର।
जोटा को धरिकी रखियो बत्ती धारक कहउछन्ती बा लैंप को जोटा धरिकी रखियो लाइट को जोटा धरिकी रखियो विद्युत टेप सहित से संयुक्त करी गोटे तार दीटा संलग्न करिछि एटा हमर ये जो ब्लैक टेप द्वारा से संयुक्त करिछि तापरे कोन तापरे देइछि कोन विद्युत कोष और बल्ब रो व्यवस्था कोन केमिति रखी पिलाने तमे जदि एमिति कनेक्शन कर से जळिबो कि नाही त माने देखियो पिलाने एमिति जळिबो हेले गोटे पटे रखी गोटे पटे छड़े देले आउ जळिबो नाही ताले केंते जळियो देखो फास्ट जळियो मन रखो एइटा जळिबो एरा आउ किछि जळिबो नाही एरा आउ किछि जळिबो नाही कारण पॉजिटिव आउ नेगेटिव सिंपल से कनेक्शन युक्त आउ विद्युत अग्र जदि सिंपल कनेक्शन करथा से जळै थांदा से उल्टा हेले जळिबो नाही तापर गोटे सरल विद्युत परिपथ पिला माने मु जोटा कहली जळियो देखो एटा जळियो एटा होची कोन सरल विद्युत परिपथ बा गोटे सिंपल परिपथ परिपथ पिला माने कोन जो पथ दे कि विद्युत माने यातायात करथाय देखो माने इलेक्ट्रिक पास करथाय देखो बल्ब रो देखो दीटा हम पॉजिटिव गोटे पटे लगा हिची आ गोटे पटे कोन लगा हिची नेगेटिव लगा हिची देखो बल्ब टिके जळिला भलिया देखा जाउची केवल विद्युत स्रोत विद्युत परिपथ प्रवाहित हेली बल्बटा जळिबो पिलाने विद्युत स्रोत यदि प्रवाहित हो ताले बल्बटा जळिबो पिलाने तुम यदि पुराना बैटरी आनिक रहियो बैटरी टिके लगे आउ कोन बल्बटा जळियो कि पिलाने टे मन रखियो विद्युत परिपथ रे विद्युत प्रवाहर दिग विद्युत सेल रे युक्त अग्र रु विद्युत अग्र को होई थाए तापर कोन देछि चित्ताकर्षक तथ्य देछि कोन बेले बेले ताप दीप्त बत्ती सेल सहित संयुक्त होला पर मध्य बल्ब टी जळे नाही सेते बेले हमें कहू बल्ब टी फ्यूज हो जाइछि सेते बेले फिलामेंट टी छिड़ी जाय थाए छिड़ा फिलामेंट विद्युत प्रवाह टी को बंद कर दिए फल रे बल्ब टी जळी पारे नाही पिला माने मन रखियो बैटरी जेतले करंट जाए सदाले कोठी जाए पॉजिटिव टू नेगेटिव युक्त रु जीव विद्युत अग्र को उल्टा केबे आसीबो नाही ए उल्टा आसीले पिला माने भूल हेई जीव तण करी कोन हो पॉजिटिव टू नेगेटिव तबे कोन अछि देखिदवा तापर फिलामेंट पिला माने जेतले छिड़ी जीव गोटे फिलामेंट या भीतर गोटे फिलामेंट थबो देखो एंते हेकी गोटे फिलामेंट थबो ए फिलामेंट जेतले छिड़ी जीव बल्ब टी आउ जळिबो नाही तापर कोन देछि वर्तमान एलईडी को जळेबा को चेष्टा करिबा आसो गोटे परीक्षा करिबा एलईडी सेल धारक दुईटी विद्युत तार नै कि प्लस माइनस करी कि जळेबा को चेष्टा करियो पिला ने अठा देख देछि काने गोटे पटे लगेले देखो केंते जळियो पई चेष्टा करछि पिला ने एलईडी रो जोटा पॉजिटिव रे लगेयो नेगेटिव रे लगेइबो एलईडी बल्ब को जळेबा पई प्रचेष्टा पिला ने कोटा जळियो देखो ई फास्ट जळियो किंतु सेकेंडटा जळिबो एइटा जळिबो नाही कारण पॉजिटिव को पॉजिटिव कनेक्शन होइछि नेगेटिव को नेगेटिव कनेक्शन हले जळियो उल्टा जळिले जळिबो नाही एइटा जळिबो नाही तापर कोन देखो देछि वर्तमान एलईडी रा युक्त अग्र थिया एलईडी विद्युत तार को जोडी कि एलईडी टा जळुछि कि नाही हां युक्त सहित युक्त विद्युत लगाइले एलईडी बल्बटा जळिबो विद्युत स्रोत एलईडी बल्ब मध्ये प्रवाहित हेले एलईडी बल्बटा जळे एलईडी रा सठिक संयोग सदासर्वदा यत्नशील हबो यानी एलईडी बल्बटा को साइज त माने संयोग बा कनेक्शन करिवा दरकार जदि उल्टा कनेक्शन करियो एलईडी बल्ब टी जळिबो नाही ते देखा दिया बेले बेले देखा जाए अधिक जानिबा पिलाने मन रखियो केतो क्षेत्र रे वैद्युतिक यंत्रपाती रे कोष गुड़िक उपकरण पार्श्व लगा जाए तेज सेल अग्र गुड़िक किपरि संयोग कराए तुम यदि बैटेरी कोठरी मध्य को भल भाव निरीक्षण कर देखिबो जे गोटे सेल युक्त अग्र अन्य सेल वियुक्त अग्र सहित मोटा धातव पट्टी द्वारा संयुक्त हुए सठिक संयोग पाई ता भितर प्लस माइनस चिन्ह होता है पिलाने जिते भल देखियो प्लस माइनस चिन्ह सब होता है बैटेरी रे तापर पिलाने विद्युत स्विच तो माने किपरि करिवो देछि गोटे सेफ्टी पिन आ गोटे खाली पिन को यूज करी पिला माने देखो जदि एमिति हमर देखिया बैटेरी एपटे लागिछि बैटेरी एपटे लागिछि इनको भितर किंतु कनेक्शन हमर दिया हैनी किंतु एटा देखो कनेक्शन दिया है माने एटा विद्युत परिपथ हबो एथरे विद्युत परिपथ हबो नाही देखो फास्ट होची ऑफ अवस्था रे माने तळे बैटरीटा बंद थबो एटा होची बैटरी रो ऑन अवस्था रे पिला माने स्विचटा सदाळे पॉजिटिव तार रे लगाय पय चेष्टा करियो देखो हमर दिया है देखो स्विचटा जो लागिछि कोठे लागिछि हमर पॉजिटिव तार रे लागिछि
ଦେଖ ଏଇଠି ସୁଇଚଟା ଜଳିବ ନାହିଁ, ଅଫ୍ ଅଛି। ଯେତେବେଳେ ଦିଟା କନେକ୍ସନ ହେଇଯିବ ସୁଇଚଟା କିନ୍ତୁ ଜଳିଲା। ସୁଇଚ କିନ୍ତୁ ଅନ୍ ସ୍ଥିତିରେ। କିନ୍ତୁ ପିଲାମାନେ ଏଇଟା ଏପଟେ ନ ହେଇକି ମାଇନସ୍ ପଟେ ଏପଟେ ଚିତ୍ରଟି ହେଇଥାନ୍ତା। ମାନେ ଏଠି ପ୍ଲସ୍ ଲଗେଇକି ଏଠି ମାଇନସ୍ ଲେଖା ହେଇଥିଲେ ଠିକ୍ ହେଇଥାନ୍ତା, କିନ୍ତୁ ଏମିତି କଲେ ବି ଚଳିବ। ତାହେଲେ ସୁଇଚ୍ ହେଉଛି କ'ଣ? ପରିପଥର କୌଣସି ସ୍ଥାନରେ ସୁଇଚ୍କୁ ଲଗାଯାଇ ପାରିବ, କୌଣସି ସ୍ଥାନରେ ଲଗାଯାଇ ପାରିବ। ସୁଇଚ୍ ଗୋଟେ ସରଳ ଯନ୍ତ୍ର, ଗୋଟେ ସିମ୍ପୁଲ ଯନ୍ତ୍ର ଯାହା ପରିପଥକୁ ସମ୍ପୂର୍ଣ୍ଣ କରେ ବା ବିଚ୍ଛିନ୍ନ କରେ। ସମ୍ପୂର୍ଣ୍ଣ କରେ ମାନେ ଅନ୍ କରେ, ବିଚ୍ଛିନ୍ନ କରେ ମାନେ ଟୋଟାଲ ଇଲେକ୍ଟ୍ରିକ ଲାଇନକୁ କାଟି ଦେଇଥାଏ। ଘରେ ବ୍ୟବହାର କରାଯାଉଥିବା ବିଭିନ୍ନ ଯନ୍ତ୍ରପାତିରେ ଏହିପରି ସୁଇଚ୍ ବ୍ୟବହାର ପିଲାମାନେ କରାଯାଇଛି। ବିଭିନ୍ନ ଢାଞ୍ଚାରେ କାର୍ଯ୍ୟ କରନ୍ତି। ପିଲାମାନେ ବିଭିନ୍ନ ବିଭିନ୍ନ ଷ୍ଟାଇଲର ସୁଇଚ୍ ସବୁ ବାହାରିଲାଣି। ତାପରେ ଦେଖିବା ବିଦ୍ୟୁତିକ ପରିପଥର ଚିତ୍ର। ପିଲାମାନେ କେତେକ ପରିପଥକୁ ସରଳ ଭାବରେ ବୁଝାଇବା ପାଇଁ କେତେକ ଚିତ୍ର ଦେଖ ଦିଆଯାଇଛି। ଗୋଟେ ବିଦ୍ୟୁତ ପରିପଥର ବିଭିନ୍ନ ଉପାଦାନକୁ ସାରଣୀ 3.2 ରେ ଦର୍ଶାଇଥିବା ଭଳି ବିଭିନ୍ନ ସଂକେତ ଦ୍ୱାରା ପ୍ରକାଶିତ କରାଯାଇପାରିବ। ପରିପଥ ଗୁଡ଼ିକୁ ଆମେ ସରଳ ଉପାୟରେ ଉପସ୍ଥାପନ କରିପାରିବା। ତାପରେ ଦେଇଛି ବିଦ୍ୟୁତିକ ଉତ୍ପାଦନ ଏବଂ ସେମାନଙ୍କର ସଂକେତ। ଦେଖ ବିଦ୍ୟୁତ ସେଲ୍ ବା ବ୍ୟାଟେରୀର କେମିତି ସଂକେତ ପିଲାମାନେ, ଏଇ ଯୋଉ ବିଦ୍ୟୁତ ସେଲ୍ ମାନେ ଗୋଟିକିଆ ହେଲେ ବିଦ୍ୟୁତ ସେଲ୍, ଏକାଧିକ ବିଦ୍ୟୁତ ସେଲ୍ ମିଶିଗଲେ ସିଏ ହେଇଯିବ ବ୍ୟାଟେରୀ। ଦେଖ କେମିତି ତମେ କରିବ, ଗୋଟେ ପଜିଟିଭ କରିବ, ଗୋଟେ ନେଗେଟିଭ କରିବ। ଦେଖ ପଜିଟିଭ ଯୋଉଟା ଟିକେ ବଡ ଏମିତି କରିବ, ତା ତଳକୁ ଗୋଟେ ଛୋଟିଆ ଗାର ଦେଇକି ଇଆଡକୁ କରିବ। ପିଲାମାନେ ଦେଖ କେମିତି ସାଇଜରେ କରିବ, ମୁଁ କହିଦଉଛି। ଦେଖ ଫାଷ୍ଟ ବିଦ୍ୟୁତ ସେଲ୍ ଟା ଦେଖ କେମିତି ହେଇଛି, ତାକୁ କେମିତି ତମେ ମାନେ କରିବ। ଆଗ ଗୋଟେ ବଡ ଗାରଟେ ଦବ, ତାପରେ ଗୋଟେ ଛୋଟ ଗାରଟେ ଦବ, ତାପରେ ଏପଟକୁ ଲମ୍ବେଇ ଦବ, ଏପଟକୁ ଲମ୍ବେଇ ଦବ। ତାପରେ ହଉଛି କ'ଣ, ଯେତେବେଳେ ଦି ଟିକିଆ ଯୋଉ ବିଦ୍ୟୁତ ସେଲ୍ ଦିଟା ମିଶିଯିବ ବ୍ୟାଟେରୀ କନେକ୍ସନ କେମିତି କରିବ। ଦେଖ ବଡ ଗାର ଛୋଟ ଗାର, ତାପରେ କ'ଣ କରିବ, ଏପଟକୁ ଟିକେ ଲମ୍ବେଇ ଦବ, ଏପଟକୁ ଟିକେ ଲମ୍ବେଇ ଦବ, ପୁଣି କ'ଣ କରିବ, ପୁଣି ବଡ ଗାର, ପୁଣି ଛୋଟ ଗାର, ପୁଣି ତାପରେ ଏପଟକୁ ଲମ୍ବେଇ ଦବ। ପଜିଟିଭ ନେଗେଟିଭ, ପଜିଟିଭ ପ୍ଲସ୍ ମାଇନସ୍, ପୁଣି ପ୍ଲସ୍ ମାଇନସ୍, ଏପଟା ପ୍ଲସ୍ ଏପଟା ହଉଛି କ'ଣ ମାଇନସ୍। ତାପରେ ଦେଇଛି କ'ଣ, ବିଦ୍ୟୁତ ବଲ୍ବ। ବିଦ୍ୟୁତ ବଲ୍ବର ତମେ ମାନେ କେମିତି ପିଲାମାନେ ସବୁ ସଂକେତ କରିବ। ପିଲାମାନେ ଦେଖ ବିଦ୍ୟୁତ ବଲ୍ବ ଗୋଟେ ଗୋଲ ପକେଇଦବ, ଏପଟକୁ ଗୋଟେ, ଏପଟକୁ ଗୋଟେ, ଏମିତି ଛକ ପକେଇ ଦବ। ତାପରେ ବିଦ୍ୟୁତ ବଲ୍ବ ଆଉ କେମିତି କରିପାରିବ, ସିମ୍ପଲ ବଲ୍ବର କନେକ୍ସନ ଯେମିତି, ଯୋଉ ବଲ୍ବ ଯେମିତି ହଉଛି ବିଦ୍ୟୁତ ବଲ୍ବ ଏମିତି କରିବ। ଏମିତି ଗୋଟେ ଗାର ମାରିଦବ, ଏମିତି ଗୋଟେ ଗାର ମାରିଦବ, ଏମିତି ଗଛ ଭଳିଆ ବିଦ୍ୟୁତ ବଲ୍ବ ମଧ୍ୟ କରିପାରିବ। ତାପରେ ଦେଖ ଏଲଇଡି। ପିଲାମାନେ ଏଲଇଡି ର ସଂକେତ କେମିତି କରିବ, ପିଲାମାନେ ଦେଖ ଏଲଇଡି ଯୋଉ କେମିତି ସଂକେତ କରିବ, ଗୋଟେ ତ୍ରିଭୁଜ କରିଦବ, ତାପରେ ଏମିତି ଗୋଟେ ଲମ୍ବେଇକି ଏଠୁ ଗୋଟେ ଦେଇକି ଏମିତି ଛାଡିଦବ। ବୁଝିପାରିଲ ନା, ବୁଝିପାରିଲ ନା? ଏଇଟା ହଉଛି କ'ଣ ଏଲଇଡି। ଦିଟା ଗାର ଏମିତି ଦେଇଦବ, ଏଇଟା ହଉଛି ଏଲଇଡି। ତାପରେ ସୁଇଚ ଅନ୍। ସୁଇଚ ଅନ୍ ମାନେ ପିଲାମାନେ କେମିତି କରିବ, ଦେଖ ସୁଇଚ ଅନ୍ ମାନେ ଗୋଟେ ଏପଟକୁ ଗୋଟେ ବିନ୍ଦୁ, ଏପଟକୁ ଗୋଟେ ବିନ୍ଦୁ, ଏଇଟା ଯେତେବେଳେ ପଡିକି ରହିବ ଏଇଟା ହଉଛି ସୁଇଚ ଅନ୍। ସୁଇଚ ଅଫ୍ ମାନେ ଏଇଟା ଟିକେ ବାହାରିଥିବ, ଏଇଟା ଯେତେବେଳେ ଉଠିକି ରହିବ, ମାନେ ଯେତେବେଳେ କନେକ୍ସନ ହବନି, ଯେତେବେଳେ ଯିବନି, ତେଣୁ ଏଇଟା ହଉଛି ସୁଇଚ ଅଫ୍, ଏଇଟା ହଉଛି ସୁଇଚ ଅନ୍। ତାପରେ ଦେଇଛି ତାର। ପିଲାମାନେ ତାର କେମିତି ଆମେ ଡାଇଗ୍ରାମ କରିବା, ତାରର ସିମ୍ପଲ ଗୋଟେ ସିଧା ଗାର ପକେଇଦେଲେ ଏଇଟା ହଉଛି କ'ଣ ତାର। ବିଦ୍ୟୁତ ସେଲର ସଂକେତ ଲମ୍ବା ରେଖାଯୁକ୍ତ ହଉଛି ପ୍ଲସ ଅଗ୍ର ଏବଂ ଛୋଟ ରେଖାଯୁକ୍ତ ହଉଛି କ'ଣ ମାଇନସ ଅଗ୍ର। ପିଲାମାନେ ଯୋଉଟା କହୁଛି, ଯୋଉଟା ଲମ୍ବା ହେଇଥିବ ଏଇଟା ହଉଛି ପ୍ଲସ, ଯୋଉଟା ଛୋଟ ହେଇଥିବ ଏଇଟା ହଉଛି କ'ଣ ମାଇନସ, ବିଦ୍ୟୁତ ସେଲର। ତାପରେ ଏଲଇଡି ପାଇଁ ଉଦ୍ଦିଷ୍ଟ ସଂକେତ ତ୍ରିଭୁଜ ସଂକେତଟି ହଉଛି ବିଦ୍ୟୁତ ସ୍ରୋତ ପ୍ରବାହ ଦିଗକୁ ସୂଚାଏ। ପିଲାମାନେ ଏଲଇଡି ରେ ଯୋଉ ପଜିଟିଭ ନେଗେଟିଭ ଯାଏ, ତେଣୁକରି ଏମିତି ସୂଚାଏ ଏଲଇଡି ର ସ୍ରୋତ ଦିଗ ପାଇଁ। ବୁଝିପାରିଲ ନା, ବୁଝିପାରିଲନି? ଏଇ ଯୋଉ ତ୍ରିଭୁଜ ଭଳିଆ କ'ଣ ଏଲଇଡି ର ଦିଗକୁ ସୂଚାଏ। ଦେଖ ବିଦ୍ୟୁତ କୋଷ ଗୋଟେ ଦିଆଯାଇଛି, ଇଲେକ୍ଟ୍ରିକ ସେଲ, ଆଉ ଗୋଟେ ଏଲଇଡି ର ଡାଇଗ୍ରାମ ଦିଆଯାଇଛି। ବିଦ୍ୟୁତ ଉପାଦାନ ଗୁଡ଼ିକୁ ଉପସ୍ଥାପନ ପାଇଁ ସଂକେତ ବ୍ୟବହାର କରିବା ଦ୍ୱାରା ବିଦ୍ୟୁତ ପରିପଥ ଆଙ୍କିବା ଏବଂ ବୁଝିବା ପିଲାମାନେ ସହଜ ବା ସିମ୍ପୁଲ ହୋଇଯାଇଥାଏ। ତ ପିଲାମାନେ ସଂକେତ ବ୍ୟବହାର କରି ବିଦ୍ୟୁତ ପରିପଥ ଉପସ୍ଥାପନ ପରିପଥକୁ ସର୍କିଟ ଡାଇଗ୍ରାମ ବା ପରିପଥ ଚିତ୍ର କୁହାଯାଏ। ପିଲାମାନେ ପରିପଥ ଚିତ୍ର ତାହେଲେ କାହାକୁ କୁହାଯାଏ, ସଂକେତ ବ୍ୟବହାର କରି ଯଦି ବିଦ୍ୟୁତ ପରିପଥର ଉପସ୍ଥାପନା କରିବ, ତାହେଲେ ଗୋଟେ ପରିପଥ ଅଙ୍କନ କରିବା ପାଇଁ ତମକୁ ଦିଆଯାଇଛି। ଦେଖ ପରିପଥ ଦିଆଯାଇଛି, ଫାଷ୍ଟ ଗୋଟେ ଲଗା ହେଇଛି ଆମର ବଲ୍ବ, ତାପରେ ଗୋଟେ ଏଲଇଡି ବଲ୍ବ ଲଗା ହେଇଛି। ପିଲାମାନେ ବଲ୍ବ ଦେଖ ଲଗା ହେଇଛି, ଏଇଟା ମୁକ୍ତ ପରିପଥ ବା ଜଳିନି, ଏଇଟା ହଉଛି ଯେତେବେଳେ ବଲ୍ବ ଯୋଉ ଲଗା ହେଇଛି ଏଲଇଡି ଟା ଜଳିବାକୁ ଜଳୁଛି। ପରିପଥ ଏକ ହଉଛି ଦୀପ୍ତିମାନ ବଲ୍ବ ସହ, ସେକେଣ୍ଡ ଟା ହଉଛି କାହା ସହିତ ଆମର କନେକ୍ଟ ହେଇଛି, ଏଲଇଡି ସହିତ। ତାପରେ ଅଧିକ ଜାଣିବା ପାଇଁ କିଛି ଦିଆହେଇଛି, ଦେଖିଦବା। ତାପରେ ପିଲାମାନେ ଦିଆହେଇଛି ଅଧିକ ଜାଣିବା ପାଇଁ ଗୋଟେ ତଥ୍ୟ କ'ଣ ଦିଆହେଇଛି, ଆନ୍ତର୍ଜାତୀୟ ଇଲେକ୍ଟ୍ରିକାଲ ଆୟୋଗ ମାନେ ହଉଛି ଇଣ୍ଟରନ୍ୟାସନାଲ ଇଲେକ୍ଟ୍ରିକ କମିଶନ, ଆମେରିକା ଆନ୍ତର୍ଜାତୀୟ ଷ୍ଟାଣ୍ଡାର୍ଡ ଅନୁଷ୍ଠାନ, ଆମେରିକାନ ନ୍ୟାସନାଲ ଷ୍ଟାଣ୍ଡାର୍ଡ ଅନୁଷ୍ଠାନ, ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ ଇଞ୍ଜିନିୟର ମାନଙ୍କ ପ୍ରଭୃତି ଆନ୍ତର୍ଜାତିକ ସଂସ୍ଥାମାନ ଇଲେକ୍ଟ୍ରୋନିକ ଅଂଶବାହୀ ସଂକେତ ସୃଷ୍ଟି କରିଛନ୍ତି। ଏହି ସଂକେତ ସବୁକୁ ବ୍ୟବହାର କରି ସମଗ୍ର ପୃଥିବୀର ବିଭିନ୍ନ ଦେଶ ଏବଂ ଶିଳ୍ପାନୁଷ୍ଠାନ ପରସ୍ପର ମଧ୍ୟରେ ସହଜରେ ବୁଝାମଣା ହୋଇପାରୁଛନ୍ତି। ଏହି ସଂକେତ ଏଇମାନେ ସବୁ ମିଶିକି
ଇଏ କଣ କରିଛନ୍ତି ଆମର ବାହାର କରିଛନ୍ତି। ତାପରେ କଣ ଦେଇଛି ଦେଖିବା। ଝିଅଟା କହୁଛି ବିଦ୍ୟୁତିକ ପରିପଥ ପାଇଁ ଆମେ କାହିଁକି ଧାତବ ତାର ବ୍ୟବହାର କରୁ, ଆଉ କଣ ପାଇଁ କିଛି ସାମଗ୍ରୀ ବ୍ୟବହାର କରିପାରୁନା, ବିଦ୍ୟୁତ ତାର ଗୁଡିକ କାହିଁକି ପ୍ଲାଷ୍ଟିକ ବା ରବର ଆବରଣ ଦିଆଯାଇଥାଏ। ପିଲାମାନେ କାହିଁକି, ପିଲାମାନେ ବିଦ୍ୟୁତ ତାର ଭିତରେ ଯୋଉ ତାର ଦିଆଯାଇଛି ଧାତୁ ହଉଛି ତାପ ସୁପରିବାହୀ, କିନ୍ତୁ ପ୍ଲାଷ୍ଟିକ ହଉଛି ତାପ ଯୋଉ ବିଦ୍ୟୁତ କୁପରିବାହୀ, ଧାତୁ ହଉଛି ତାପ ଯୋଉ ବିଦ୍ୟୁତ ସୁପରିବାହୀ। ତେଣୁକରି ଭିତରେ ଯୋଉ ଆମର ଯୋଉ ଇଏ ଦିଆଯାଇଛି ଧାତୁ ତାର, ମନେକର ଆମେ ଧାତୁ ବ୍ୟତୀତ ଅନ୍ୟ ସାମଗ୍ରୀରେ ତିଆରି କରିବା, ତାକୁ ବିଦ୍ୟୁତିକ ପରିପଥ ତିଆରି କରିବାରେ ବ୍ୟବହାର କରିବା। ଏପରି ସାମଗ୍ରୀ ବିଦ୍ୟୁତ ସହିତ ଗତି କରିବା ପାଇଁ ଚିନ୍ତା କରୁଛ କି? ପିଲାମାନେ ଦେଖ, ଇଏ ଗୋଟେ ଚାମଚ ନେଇଗଲା, ପିଲାମାନେ ଚାମଚରେ ବି ତମେ ବିଭିନ୍ନ ନେଇକି ଏମିତି ଲଗେଇକି ବିଦ୍ୟୁତ କେନ୍ଦ୍ର ଲାଇଟ୍ ଟା ଜଳୁଛି କି ନାହିଁ ଚେଷ୍ଟା କରିପାରିବ। ଦେଖ ଚାମଚ ହଉଛି ଧାତବ, ତେଣୁକରି ବିଦ୍ୟୁତ ଜଳିବ, କିନ୍ତୁ ତା ବଦଳରେ ଯଦି ପ୍ଲାଷ୍ଟିକ ପେନ୍ ନବ ଜଳିବ ନାହିଁ, ଯୋଉଟା ଅଧାତୁ ହେରା ଜଳିବ ନାହିଁ। କିନ୍ତୁ ଗ୍ରାଫାଇଟ ଲଗେଇଲେ, ଗ୍ରାଫାଇଟ ଅଧାତୁ ହେଲେ ମଧ୍ୟ ସେ ବିଦ୍ୟୁତ ପରିବହନ କରିପାରିବ। ତାପରେ ଦେଖିବା ବିଦ୍ୟୁତ ପରିବାହୀ ଏବଂ ବିଦ୍ୟୁତ ରୋଧୀ ବା ବିଦ୍ୟୁତ ସୁପରିବାହୀ ଆଉ କୁପରିବାହୀ। ସୁପରିବାହୀ ମନେ ରଖିବେ, ଯୋଉଠି ବିଦ୍ୟୁତ ପରିବହନ କରିପାରିବ। ବିଦ୍ୟୁତ ସୁପରିବାହୀ ଯୋଉଟା ବିଦ୍ୟୁତ ପରିବହନ ନ କରିପାରିବ, ଦ୍ୟାଟ ଇଜ ନୋନ୍ ଆଜ୍ ବିଦ୍ୟୁତ କୁପରିବାହୀ। ତାପରେ ଦେଖ ଦେଇଛି ବାଡି କେଉଁଥିରେ ତିଆରି, ପିଲାମାନେ ବାଡି କାଠରେ ତିଆରି, ବତି ଜଳୁଛି କି ନା ଜଳୁ ନାହିଁ। ସିଦ୍ଧାନ୍ତ କଣ, ବିଦ୍ୟୁତ ପ୍ରତିରୋଧୀ, ପ୍ରତିରୋଧ କରେ, ତେଣୁକରି ଏଇଟା କଣ ପ୍ରତିରୋଧୀ। ତାପରେ ଦେଇଛି ସ୍କେଲ ପ୍ଲାଷ୍ଟିକ ରେ ତିଆରି, ସିଏ ବି ବତି ଜଳିବନି, ନା ଲେଖିଦବ, ଇଏ ବି କଣ ହେଇଯିବ ପ୍ରତିରୋଧୀ। ତାପରେ ଚୁଡି, ପିଲାମାନେ ଚୁଡି କାଚରେ ତିଆରି, କାଚ ବି ଜଳିବନି, ଇଏ ବି କଣ ହେଇଯିବ ପ୍ରତିରୋଧୀ। ତାପରେ କାଗଜ ପଟି ବି ଜଳିବନି, ନା ଏଇଟା ବି ପ୍ରତିରୋଧୀ। ମହମ ଜଳିବନି, ନା ପ୍ରତିରୋଧୀ। କିନ୍ତୁ ଚାବିକାଠି ହଉଛି ଧାତୁ, ତେଣୁକରି ଧାତୁ ମାନେ ଏଇଟା କଣ ବିଦ୍ୟୁତ ବଲ ଜଳିବ। ଏଇଟା ହଉଛି କଣ ପରିବାହୀ। ଇରେଜର ରବର ଜଳିବନି, ପ୍ରତିରୋଧୀ। ତାପରେ ଆଉ କଣ ରହିଗଲା, ଆଉ ତମେ କଣ ନେଇପାରିବ, ଚାମଚ ନେଇପାରିବ, ଚାମଚ ଧାତୁ, ତେଣୁକରି କଣ ଜଳିବ, ଯୋଉ ଆମର ପରିବାହୀ। ତାପରେ ଆଉ କଣ ନେଇପାରିବ, ଲୁହା ନେଇପାରିବ, ଲୁହା ଜଳିବ, ପରିବାହୀ। ତାପରେ ତୁମେ ବିଭିନ୍ନ ବସ୍ତୁ ନେଇକି ଜାଣିପାରିବ କୋଉଟା ପରିବାହୀ ଆଉ କୋଉଟା କୁପରିବାହୀ। ତାପରେ ମନେ ରଖିବ, ଅଧିକ ଜାଣିବା ରୂପା, ପିଲାମାନେ ରୂପା ବା ସିଲଭର, ତମ୍ବା ବା କପର, ସୁନା ବା ଗୋଲ୍ଡ ହେଉଛି ବିଦ୍ୟୁତର ଉତ୍ତମ ପରିବାହୀ। ସୁନା, ରୂପା, ତମ୍ବା ଏରା ହଉଛନ୍ତି କଣ ବିଦ୍ୟୁତର ଉତ୍ତମ ପରିବାହୀ ବା ସୁପରିବାହୀ। କମ ଖର୍ଚ୍ଚ ଦୃଷ୍ଟିରୁ ବା ଅଧିକ ଯୋଗାଣ ନିମନ୍ତେ ମୁଖ୍ୟତଃ ତାର ଗୁଡିକୁ ତମ୍ବାରେ ତିଆରି କରାଯାଇଥାଏ। ସେଥିପାଇଁ କମ ଖର୍ଚ୍ଚ ହବ ଏବଂ ଅଧିକ ଯେମିତି ଯୋଗାଣ ହେଇପାରିବ, ସେଥିପାଇଁ ତାର ଗୁଡିକୁ କୋଉଥିରେ ତିଆରି କରାଯାଏ, ତମ୍ବା ବା କପରରେ ତିଆରି କରାଯାଇଥାଏ। ଭିନ୍ନ ଭିନ୍ନ ବ୍ୟବହାର ପାଇଁ ଭିନ୍ନ ଭିନ୍ନ ପ୍ରକାର ତାର ବ୍ୟବହାର କରାଯାଇଥାଏ। ପିଲାମାନେ ମୋଟା ତମ୍ବା ତାର ଗୁଡା ଅଛି, ପତଳା ତମ୍ବା ତାର ଅଛି। ତାପରେ ତୁମେ ମାନେ ଅନୁଭବ କରିବ ଯେ ପ୍ଲାଷ୍ଟିକ, ରବର ଏବଂ ଚିନା ମାଟିରେ ତିଆରି ପଦାର୍ଥ ଗୁଡିକ ବିଦ୍ୟୁତ ପ୍ରତିରୋଧୀ। ପିଲାମାନେ ବିଦ୍ୟୁତ ପ୍ରତିରୋଧୀ, ସେଗୁଡା ବିଦ୍ୟୁତ ପରିବହନ କରିପାରିବେ ନାହିଁ। ତୁମେ ଏବେ ବୁଝିପାରିଲ ଯେ ପରିବାହୀ ବିଦ୍ୟୁତ ରୋଧୀ ଉପରେ ଆମେ ଜାଣିବା ନିହାତି ଗୁରୁତ୍ୱପୂର୍ଣ୍ଣ। ତାପରେ ମନେ ରଖିବ ବିଦ୍ୟୁତ ତାର, ସୁଇଚ, ପ୍ଲଗ, ସଂଯୋଗକାରୀ, କଣା ଥିବା ପ୍ଲଗ ବା ସକେଟ, ଏହା ଗୁଡିକ କଣ ପରିବାହୀରେ ତିଆରି, ମାନେ ଧାତୁରେ ତିଆରି। ବିଦ୍ୟୁତ ଧକ୍କାରୁ ରକ୍ଷା କରିବା ପାଇଁ ତା ଉପରେ ପ୍ଲଗର ଗୋଟେ, ସୁଇଚ ର ରବର ବା ପ୍ଲାଷ୍ଟିକ ବା ଚିନା ମାଟିର ଆବରଣ କୋଟିଂ ତା ଉପରେ ଦିଆଯାଇଥାଏ। ବ୍ରିଜ ତା ଉପରେ କୋଟିଂ ହେଇଛି, ତାର ଉପରେ ଦେଖିବ ପ୍ଲାଷ୍ଟିକ ସବୁ ଆବରଣ କୋଟିଂ ହେଇଛି। ଯେତେବେଳେ ତମେ ତାର କାବୁନ ହେଇଯାଉ, ତମେ କଣ ତାରକୁ ଛିଡେଇକି ଆଉ ଥରେ ଜଏଣ୍ଟ କରୁଛ। ତାପରେ ପିଲାମାନେ ସତର୍କତା ବା ପ୍ରିକସନ କଣ ଦିଆହେଇଛି, ପିଲାମାନେ ସମସ୍ତେ ପଢିକି ମନେ ରଖିବ। ଆମ ଶରୀର ବିଦ୍ୟୁତ ପରିବାହୀ, ଆମ ଶରୀରରେ ବିଦ୍ୟୁତ ପ୍ରବାହିତ ହେଲେ ସକ ଲାଗିଲେ ଆମର ବହୁତ କ୍ଷତି ହୁଏ, ଏପରିକି ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ। ସର୍ବଦା ଘରୋଇ ବିଦ୍ୟୁତ ଉପକରଣ ଗୁଡିକୁ ଯତ୍ନର ସହିତ ବ୍ୟବହାର କର। ପିଲାମାନେ ଘରୋଇ ହୋମରେ ବା ଘରେ ଯୋଉ ଆମେ ବିଦ୍ୟୁତ ଉପକରଣ ବ୍ୟବହାର କରୁଛୁ, ଯତ୍ନର ସହିତ ବ୍ୟବହାର କରିବ। ଓଦା ହାତରେ ସୁଇଚ, ପ୍ଲଗକୁ ଛୁଇଁବ ନାହିଁ। ଓଦା ଅଞ୍ଚଳରେ ବିଦ୍ୟୁତ ଯନ୍ତ୍ରପାତିକୁ ବ୍ୟବହାର କରିବ ନାହିଁ। ଭଙ୍ଗା ପ୍ଲଗ, ଭଙ୍ଗା ସୁଇଚ, ଅତି ପୁରୁଣା ବିଦ୍ୟୁତ ସରଞ୍ଜାମ ଗୁଡିକୁ ଆଦୌ ବ୍ୟବହାର କରିବ ନାହିଁ। ପିଲାମାନେ ଯଦି ବ୍ୟବହାର କରିବ, କରେଣ୍ଟ ଝଟକା ଖାଇବାର ସମ୍ଭାବନା ଅଛି। ତାପରେ ଅଧିକ ଜାଣିବା କଣ, ପିଲାମାନେ ବିଦ୍ୟୁତ ସେଲ ବା ବ୍ୟାଟେରୀରୁ ଆସୁଥିବା ବିଦ୍ୟୁତ କାନ୍ଥରେ ଲାଗିଥିବା ପ୍ଲଗ ଭିତରେ ସକେଟରୁ ଆସୁଥିବା ବିଦ୍ୟୁତ ମଧ୍ୟରେ ପାର୍ଥକ୍ୟ ତୁମେ କିପରି ଚିନ୍ତା କରୁଛ କି? ଓକେ, ସାଧାରଣ ବ୍ୟାଟେରୀରୁ ଆସୁଥିବା ବିଦ୍ୟୁତ କ୍ଷୁଦ୍ର ଯନ୍ତ୍ରପାତିକୁ କାର୍ଯ୍ୟକ୍ଷମ କରାଏ, ଯାହାକୁ ସଳଖ ବିଦ୍ୟୁତ ବା ଡାଇରେକ୍ଟ କରେଣ୍ଟ, ଡିସି ଭୋଲ୍ଟେଜ କୁହାଯାଏ। ଡାଇରେକ୍ଟ କରେଣ୍ଟ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରୁ ଯେଉଁ ବିଦ୍ୟୁତ ସତ ଆମ ଘରକୁ ଆସିଥାଏ, ତାହାକୁ ପ୍ରତ୍ୟାବର୍ତ୍ତୀ ସ୍ରୋତ ବା ଏସି ଭୋଲ୍ଟେଜ କୁହାଯାଏ। ପ୍ରତ୍ୟାବର୍ତ୍ତୀ ସ୍ରୋତ ବଡ ବଡ ବିଦ୍ୟୁତ ଉପକରଣର କାର୍ଯ୍ୟକ୍ଷମ ହୋଇଥାଏ। ପିଲାମାନେ ଏସି ମାନେ କଣ ଅଲ୍ଟରନେଟିଂ କରେଣ୍ଟ, ଡିସି ମାନେ କଣ ଡାଇରେକ୍ଟ କରେଣ୍ଟ। ପିଲାମାନେ ଘରକୁ ଯୋଉ ଲାଇନ ଆଉଛି ଡିସି, କିନ୍ତୁ ଅଲ୍ଟରନେଟିଂ କରେଣ୍ଟ ମାନେ ଜେନେରେଟର
বা ଜେନେରେଟର ମାନଙ୍କର ଯୋଉଟା ଉତ୍ପାଦନ ହଉଛି ସେ ଏସିଟା କନଭର୍ଟ ହବ ଡିସି କୁ ବା ବଡ ବଡ ବ୍ୟାଟେରୀ ଯୋଉଗୁରା ହେରା ଏସି ଅଲ୍ଟରନେଟିଂ କରେଣ୍ଟ ରୁ କରେଣ୍ଟ ଯୋଉ କନଭର୍ଟ ହବ କଣ ଡାଇରେକ୍ଟ କରେଣ୍ଟ କୁ। ତାପରେ ପିଲାମାନେ କଣ ପଢିଲେ ଟିକେ ସମରି ଆମେ ଦେଖିଦବା। ବିଦ୍ୟୁତ ସେଲ କୋଷ ହଉଛି ସହଜ ସୁବିଧାରେ ନେଇ ପାରୁଥିବା ଏକ ଉତ୍ସ। ଗୋଟେ ବିଦ୍ୟୁତ କୋଷରେ ଦୁଇଟି ଅଗ୍ର ଥାଏ, ଗୋଟେ ଯୁକ୍ତ ଅନ୍ୟଟି ହଉଛି କଣ ବିଯୁକ୍ତ ଅଗ୍ର। ଗୋଟେ ଦୀପ୍ତିମାନ ବତୀରେ ସୂକ୍ଷ୍ମ ପତଳା ତାରକୁ କଣ କୁହାଯାଏ ପିଲାମାନେ ଫିଲାମେଣ୍ଟ କୁହାଯାଏ। ଫିଲାମେଣ୍ଟ ଦେଖ ଏମିତି ଗୋଟେ ବଲ ହେଇଥିବ ତା ଭିତରେ କଏଲ ଭଳିଆ ହେଇଥିବ 100 ପାୱାର ବଲ ଯୋଉରା ତା ଭିତରେ ଯୋଉରା ଥବ ହେରା ହଉଛି କଣ କୁହାଯାଏ ଫିଲାମେଣ୍ଟ। ଦୀପ୍ତିମାନ ବଲ ଦେଇଥିବା ସୂକ୍ଷ୍ମ ପତଳା ତାରକୁ ଫିଲାମେଣ୍ଟ କୁହାଯାଏ। ଏହା ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲେ ଏହା ଉତ୍ତପ୍ତ ହୋଇ ଆଲୋକ ଉତ୍ପନ୍ନ କରିଥାଏ। ତାପରେ ଦେଖ ଦିଆହେଇଛି ଗୋଟେ ଏଲଇଡି ର ଦୁଇଟି ଶୀର୍ଷାଗ୍ର ଥାଏ, ଗୋଟେ ଯୁକ୍ତ ଆଉ ଗୋଟେ ହଉଛି କଣ ବିଯୁକ୍ତ। ପିଲାମାନେ ଯୁକ୍ତ ହଉଛି ପଜିଟିଭ, ବିଯୁକ୍ତ ହଉଛି କଣ ନେଗେଟିଭ। ଯୁକ୍ତ ଯୋଉଟା ପିଲାମାନେ ଏଲଇଡି ର ଟିକେ ବଡ ତାର ସହିତ ସଂଯୁକ୍ତ, ବିଦ୍ୟୁତ ଯୋଉଟା କାହା ସହିତ ସଂଯୁକ୍ତ ପତଳା ତାର ସହିତ। ତାପରେ ଏଲଇଡି ମଧ୍ୟରେ ବିଦ୍ୟୁତ ସ୍ରୋତ ଗୋଟିଏ ଦିଗରେ ପ୍ରବାହିତ ହୋଇଥାଏ। ପିଲାମାନେ ଏଲଇଡି ମଧ୍ୟରେ ଯୋଉ ବିଦ୍ୟୁତ ସ୍ରୋତ ଗୋଟିଏ ଦିଗରେ ପ୍ରବାହିତ ହବ। ତାପରେ ପିଲାମାନେ ଏଲଇଡି ମଧ୍ୟରେ ବିଦ୍ୟୁତ ସ୍ରୋତ ଗୋଟିଏ ଦିଗରେ, ପିଲାମାନେ ୱାନ୍ ଡିରେକ୍ସନ ଗୋଟିଏ ଦିଗରେ ସଦାବେଳେ ପ୍ରବାହିତ ହବ। ତାପରେ ଗୋଟେ ଏଲଇଡି ର ଯୁକ୍ତ ଅଗ୍ରକୁ ବ୍ୟାଟେରୀ ସହିତ ଯୁକ୍ତ ଅଗ୍ର ଏବଂ ବିଯୁକ୍ତ ଅଗ୍ରକୁ ସାନ ତାରକୁ ବ୍ୟାଟେରୀର ବିଦ୍ୟୁତ ଅଗ୍ର ସହିତ ସଂଯୁକ୍ତ କରିବ। ପିଲାମାନେ ପଜିଟିଭ ପଜିଟିଭ ନେଗେଟିଭ ନେଗେଟିଭ ସହିତ କନେକ୍ଟ କରିବ, ନହେଲେ ଭୁଲ ହେଲେ ଟୋଟାଲ ଲାଇଟ ଜଳିବ ନାହିଁ ବା ଏଲଇଡି ଫଙ୍କସନ ବା କାମ କରିବ ନାହିଁ। ଏଲଇଡି ର ଯୁକ୍ତ ଅଗ୍ର ତାରଟା ଟିକେ ଲମ୍ବା ହେଇଥିବ, ବିଦ୍ୟୁତ ଅଗ୍ର ତାରଟା ଟିକେ କଣ ହେଇଥିବ ଛୋଟ ହେଇଥିବ। ଏଲଇଡି ର ଏଲଇଡି ର ଫୁଲ ଫର୍ମ କଣ ପିଲାମାନେ ଲାଇଟ ଏମିଟିଂ ଡାୟୋଡ। ସୁଇଚ ଏକ ସରଳ ଯନ୍ତ୍ର। ତାପରେ ସୁଇଚ କଣ ପଢିଲେ ସମୟରେ ସୁଇଚ ଏକ ସରଳ ଯନ୍ତ୍ର ଯାହା ବିଦ୍ୟୁତ ପରିପଥକୁ ସମ୍ପୂର୍ଣ୍ଣ କରାଏ ଅଥବା ବନ୍ଦ କରାଇ ଦେଇଥାଏ। ତାପରେ ଗୋଟେ ବିଦ୍ୟୁତ କୋଷରେ ମୁଦିତ ପରିପଥ। ମୁଦିତ ପରିପଥ ମାନେ କ୍ଲୋଜ୍ଡ ଇଲେକ୍ଟ୍ରିକ ସର୍କିଟ। କ୍ଲୋଜ୍ଡ ଇଲେକ୍ଟ୍ରିକାଲ ସର୍କିଟ। ବିଦ୍ୟୁତ ସ୍ରୋତ ଯୁକ୍ତ ଅଗ୍ରରୁ ବିଯୁକ୍ତ ଅଗ୍ର ଆଡକୁ ପ୍ରବାହିତ ହୋଇଥାଏ, ପ୍ରବାହିତ ହୁଏ। ତା ବିଦ୍ୟୁତିକ ବୈଦ୍ୟୁତିକ ସଂକେତ ବ୍ୟବହାର ପାଇଁ ବିଦ୍ୟୁତ ପରିପଥର ଉପସ୍ଥାପନ ପରିପଥ ଚିତ୍ର ବା ସର୍କିଟ ଡାଇଗ୍ରାମ କାହାକୁ କୁହାଯାଏ? ପିଲାମାନେ ସର୍କିଟ ଡାଇଗ୍ରାମ ବିଦ୍ୟୁତ ସଂକେତ ବୈଦ୍ୟୁତିକ ସଂକେତ ଜାଣିବା ପାଇଁ ଯୋଉ ଚିତ୍ର ଆମେ କରିଥାଉ ତାକୁ କଣ କୁହାଯାଏ ସର୍କିଟ ଡାଇଗ୍ରାମ କୁହାଯାଏ। ତାପରେ ପିଲାମାନେ ମନେ ରଖିବ ବିଦ୍ୟୁତ ସୁପରିବାହୀ କାହାକୁ କୁହାଯାଏ, ବିଦ୍ୟୁତ କୁପରିବାହୀ କାହାକୁ କୁହାଯାଏ ବା ବିଦ୍ୟୁତ ରୋଧୀ କାହାକୁ କୁହାଯାଏ। ଦେଖ ଯେଉଁ ପଦାର୍ଥ ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହୋଇପାରେ ତାହାକୁ ବିଦ୍ୟୁତ ସୁପରିବାହୀ କୁହାଯାଏ ବା ପରିବାହୀ। ଯେଉଁ ପଦାର୍ଥ ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହୋଇପାରେ ନାହିଁ ତାକୁ ବିଦ୍ୟୁତ କୁପରିବାହୀ ବା ବିଦ୍ୟୁତ ରୋଧୀ କୁହାଯାଏ। ତାପରେ କଣ କରୁଛି ଆସ ଆମେ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ବା ଶିକ୍ଷଣ ଅଭିବୃଦ୍ଧି କରିବା। ତ ପିଲାମାନେ ଅଭ୍ୟାସଟିକୁ ଚାଲ କରିବା, ମାତ୍ର ଅଳ୍ପ ମିନିଟରେ ସରିବ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ପିଲାମାନେ ଦେଖ, ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅ। ଦେଖ ବିଦ୍ୟୁତ ପରିପଥର ବିଦ୍ୟୁତ ସ୍ରୋତର ଉତ୍ସ ହଉଛି ଗୋଟିଏ ସୁଇଚ। ପିଲାମାନେ ସୁଇଚ ଗୋଟେ ବିଦ୍ୟୁତ ସ୍ରୋତର ଉତ୍ସ, ଏଥିରୁ କଣ ବିଦ୍ୟୁତ ବାହାରୁଛି କି ବିଦ୍ୟୁତ ସ୍ରୋତର ଉତ୍ସ। ଭୁଲ ପିଲାମାନେ, ବିଦ୍ୟୁତ ପରିପଥରେ ପିଲାମାନେ ଏଟା ଠିକ ହେଇଯିବ। ତାପରେ ଗୋଟେ ସୁଇଚ ବିଦ୍ୟୁତିକ ପରିପଥକୁ ସମ୍ପୂର୍ଣ୍ଣ ସଂଯୋଗ ବିଚ୍ଛିନ୍ନ କରିବାରେ ସାହାଯ୍ୟ କରେ, ଏଇଟା ହଉଛି ଠିକ। ଆମର ଆବଶ୍ୟକ ପରିମାଣରେ ବିଦ୍ୟୁତ ବ୍ୟବହାର ସୁଇଚକୁ ନିୟନ୍ତ୍ରଣ କରେ, ଠିକ ପିଲାମାନେ। ଯେତେବେଳେ ସୁଇଚ ବନ୍ଦ ଥାଏ ସେତେବେଳେ ଦୁଇ ଅଗ୍ର ମଧ୍ୟରେ ବାୟୁ ବ୍ୟବଧାନ ଥାଏ, ପିଲାମାନେ ଏଇଟା ଭୁଲ। ଦୁଇ ଅଗ୍ର ମଧ୍ୟରେ ନୁହଁ, କେବଳ ଗୋଟେ ଅଗ୍ର ମଧ୍ୟରେ, ଦୁଇ ଅଗ୍ର ମଧ୍ୟରେ, ପିଲାମାନେ ଏଟା ଠିକ ହେଇଯିବ। ମାନେ ଏଇ ଅଗ୍ର ଆଉ ଏଇ ଅଗ୍ର ଭିତରେ। ତାପରେ କେଉଁ ସାମଗ୍ରୀ କ ଖ ଅନ୍ୟକୁ ଯୋଗ କଲେ ବତୀ ଜଳିବ ନାହିଁ? କ ଓ ଖ କେଉଁ କେଉଁ ସାମଗ୍ରୀ? ପିଲାମାନେ ଯୋଉରା ବିଦ୍ୟୁତ ଯୋଉ ପ୍ରତିରୋଧୀ, ପିଲାମାନେ ବିଦ୍ୟୁତ ପ୍ରତିରୋଧୀ କଣ ଅଧାତୁ ଯେତେ ସବୁ ଆମର କଣ କଣ ପିଲାମାନେ କାଗଜ, କାଚ, ଆଉ କଣ ପ୍ଲାଷ୍ଟିକ, ଆଉ କଣ ପିଲାମାନେ ରବର ଇତ୍ୟାଦି ଇତ୍ୟାଦି। ଆଉ କଣ ଶଙ୍ଖ ଇତ୍ୟାଦି ପିଲାମାନେ। ତାପରେ ଦେଖ ଦିଆହେଇଛି ଯଦି ଗୋଟେ ଫିଲାମେଣ୍ଟ ଭାଙ୍ଗିଯାଏ ତେବେ ଅନ୍ୟ ବତୀଟି ଜଳିବ କି? ପିଲାମାନେ ଜଳିବ ନାହିଁ, କାରଣ ବିଦ୍ୟୁତ ପରିପଥ ସିଏ କମ୍ପ୍ଲିଟ ହବ ନାହିଁ। ବିଦ୍ୟୁତ ପରିପଥ କମ୍ପ୍ଲିଟ ନହେଲେ ସିଏ ଜଳିବ ନାହିଁ। ପିଲାମାନେ କହୁଛି ଏଇଟା ଭାଙ୍ଗିଗଲେ, ଏଇ ଦିଟା ମନେକର ଲାଇଟ ସଂଯୋଗ ହେଇଛି, ଗୋଟେ ଏଥିରୁ ଭାଙ୍ଗିଗଲା, ଏଇଟା ଜଳିବ କି? ପିଲାମାନେ ଜଳିବ ନାହିଁ, କାରଣ ଏଠି ସିନା ଥିଲେ ଏଇ ଯୋଉ ଏପଟୁ କରେଣ୍ଟ ଟା ଯିବ ଏପଟକୁ ତାପରେ ଜଳିବ, ପିଲାମାନେ ଏଇଟା ଜଳିବ ନାହିଁ। ଯଦି ଏଇଟାକୁ ଟୋଟାଲି ଛିଡେଇକି କେବଳ ଏଇଟାକୁ ସଂଯୋଗ କରିବା ତାହେଲେ ଜଳିବ। ଗୋଟେ ଫ୍ୟୁଜ ହେଲେ ଅନ୍ୟଟି ତାହେଲେ ଜଳିବ ନାହିଁ, ପରିପଥକୁ ସେ ବନ୍ଦ କରିଦେଲା। ତାପରେ ଦେଇଛି ଜଣେ ଛାତ୍ର ବୈଦ୍ୟୁତିକ ପରିପଥ ତିଆରି କଲା ବେଳେ ସଂଯୋଗ କରାଯାଇଥିବା ତାରର ବିଦ୍ୟୁତ ରୋଧୀ ଆବରଣକୁ କାଢିବାକୁ ଭୁଲି ଯାଇଥିଲା। ଯଦି ବତୀ ଓ ବିଦ୍ୟୁତ କୋଷକୁ ଠିକ ଭାବରେ କାମ କରୁଥାଏ ତେବେ ବଲ ଜଳିବ କି? ଜଣେ ଛାତ୍ର ବିଦ୍ୟୁତିକ ପରିପଥ ତିଆରି କଲାବେଳେ ସଂଯୋଗ କରାଯାଇଥିବା ତାରକୁ ବିଦ୍ୟୁତ ରୋଧୀ ତାରରୁ ବିଦ୍ୟୁତ ଭୁଲି ଯାଇଥିଲା। ଯଦି ବତୀ ବିଦ୍ୟୁତ କୋଷ ଠିକ ଭାବରେ କାମ କରୁଥାଏ ତେବେ ବଲଟି ଜଳିବ କି? ପିଲାମାନେ ଜଳିବ ନାହିଁ, କାରଣ ବିଦ୍ୟୁତ ରୋଧୀ ଆବରଣ ଟାକୁ ସେ ତ କାଢିନି, ନ କାଢିଲେ କେମିତି ଜଳିବ? ସେ ତ ବିଦ୍ୟୁତକୁ ରୋଧ କରିଦବ, ବିଦ୍ୟୁତକୁ ପାସ୍ କରିବ ନାହିଁ, ଯୋଉ କରେଣ୍ଟକୁ ପାସ୍ କରିବ, ତେଣୁ ଜଳିବ ନାହିଁ। ଦିଆହେଇଛି କଣ
ବୈଦ୍ୟୁତିକ ଉପାଦାନ ପାଇଁ ସଂକେତ ବ୍ୟବହାର କରି ଗୋଟେ ଟର୍ଚ୍ଚର ପରିପଥ ପିଲାମାନେ ଅଙ୍କନ କର। ଗୋଟେ ଇଲେକ୍ଟ୍ରିକ ଟର୍ଚ୍ଚର ତମେ କରିପାରିବ ପିଲାମାନେ। କେମିତି କରିବ ଦେଖ, ତମକୁ କହିଦଉଛି। ଏଠି ପ୍ଲସ, ଏଠି ଗୋଟେ ମାଇନସ, ଏଇଟା ହେଇଗଲା କଣ ଆମର ଇଲେକ୍ଟ୍ରିକ ସେଲ୍। ଏଇ ପ୍ଲସ ଗୋଟେ କଣ କରିବ, ଗୋଟେ ଆମର ଦେଇଦବ କଣ, ଏଠି ଗୋଟେ ବିନ୍ଦୁ କରିଦବ, ଏଠି ଗୋଟେ ବିନ୍ଦୁ କରିଦବ, ଏଠି ଗୋଟେ ଏମିତି କରିଦବ। ଏଇଟା ହଉଛି କଣ ସୁଇଚ। ତାପରେ ସୁଇଚ କରିକି ଏପଟକୁ ଗୋଟେ ନେଇଯିବ, ଏପଟକୁ ଗୋଟେ ନେଇଯିବ। ଏଠି ତାପରେ ଏଲଇଡି ବଲ କରିଦବ। ଆଉ ଏଲଇଡି ବଲ ମାନେ ଗୋଟେ ଏମିତି ବଲ କରିଦବ। ଆଉ ଏମିତି ବଲ କରିକି ଏମିତି ଗୋଟେ ଛକ ପକେଇଦବ। ଏଇଟା ହଉଛି କଣ ଆମର ସେଇଆ ହେଇଗଲା। ତାପରେ କଣ ଦେଇଛି ଦେଖିଦବା। ଯଦି S2 ସୁଇଚ ଅନ୍ ଅବସ୍ଥାରେ, S2 ଟା ମାନେ ଅନ୍ ଅବସ୍ଥାରେ, ମାନେ S2 ଟା ଲାଗିକି ଅଛି ଓ ସୁଇଚ S1 ଅଫ୍ ଅବସ୍ଥାରେ ରହେ, ତେବେ କେଉଁ ବଲ୍ଟି ଜଳିବ? S1 ଟା ଅଫ୍ ଅବସ୍ଥାରେ ରହେ, ତାହେଲେ କେଉଁ ବଲ୍ଟା ପିଲାମାନେ ଜଳିବ ବୋଲି ସେ ପଚାରିଛି। ଏଇଟା ମାନେ ଅଫ୍ ରେ ରହିବ ପିଲାମାନେ। ମେନ୍ ଟା ଅଫ୍ ରେ ଅଛି ମାନେ କୋଉ ବଲ୍ବ ଜଳିବ ନାହିଁ। L1 ଜଳିବନି କି ଏଲଇଡି ବଲ୍ 2 ବି ଜଳିବ ନାହିଁ। ବୁଝିପାରିଲେ ନା ବୁଝିପାରିଲେନି? ଏଇଟା କୌଣସି ବଲ୍ ଜଳିବ ନାହିଁ। 6 ନମ୍ବର କର ଆନ୍ସର କଣ, କୌଣସି ବଲ୍ ଜଳିବ ନାହିଁ। 6 ନମ୍ବର ଖ ଦେଖିବା। ଯଦି S2 ଟା ଅଫ୍, S2 ଟା ଅଫ୍ ଅଛି, S1 ଟା ଅନ୍, ପିଲାମାନେ S1 ଟା ଅନ୍ ହେଲେ କରେଣ୍ଟ ଯାଇ 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 ଏଇଠି ରହିଗଲା। ତେଣୁକରି ଏଇ ବଲ୍ ଟା ସମ୍ପୂର୍ଣ୍ଣ ରୂପେ ଜଳିଯିବ। ହେଲେ ଏଇ L2 ଟା ଜଳିବ ନାହିଁ। ତେବେ କେବଳ କଣ ଜଳିବ? ଏଠି କେବଳ L1 ଟା ଜଳିବ। L1 ଏଠି କଣ, L1 ଟା ଜଳିବ। ବୁଝିପାରିଲ ନା ପିଲାମାନେ? ବୁଝିପାରିଲନି? ବୁଝିପାରିଲ? ତାପରେ ଦେଖ ଦେଇଛି ଆଉ ଗୋଟେ କଣ ଦେଇଛି, ଉଭୟ S1 S2 ଅନ୍ ଅବସ୍ଥାରେ ରହିଲେ ତେବେ କେଉଁ ବଲ୍ ଜଳିବ? ପିଲାମାନେ ଦେଖ, S1 ଅନ୍ ରହିବ, S2 ବି ଲାଗିକି ରହିବ। ତେବେ ପିଲାମାନେ କଣ ଜଳିବ? ଦିଟାକ ବଲ୍ଟା ଆରାମସେ ଜଳିବ। ଏଲଇଡି 1 ଜଳିବ, L2 ବି ଜଳିବ। ତାପରେ କଣ ଦେଇଛି, ଯଦି S1 S2 ଉଭୟ ଅଫ୍ ଅବସ୍ଥାରେ ରହେ, ଯେହେତୁ ଅଛି ଏମିତି ଅଛି, ତାହେଲେ କୋଉ ବଲ୍ ଜଳିବ? ପିଲାମାନେ କୌଣସି ଜଳିବ ନାହିଁ, କୌଣସି ଜଳିବ ନାହିଁ। ତାପରେ 7 ନମ୍ବର କଣ ଦିଆହେଇଛି ଦେଖିଦବା। ଚିତ୍ର 9.19 ରେ ଦର୍ଶାଇଥିବା ଭଳି ଭାରତ ଏକ ବିଦ୍ୟୁତ ପରିପଥ ତିଆରି କଲା। ପରିପଥକୁ ବନ୍ଦ କରିବା ପରେ ମଧ୍ୟ ବତୀ ଜଳିଲା ନାହିଁ। ପରିପଥକୁ ବନ୍ଦ କର, ଏହା ସମ୍ଭାବ୍ୟ କାରଣ କଣ ହୋଇପାରେ? ହଁ, ଅସଫଳ କାର୍ଯ୍ୟ ଯେତେ ଅଧିକ ସମ୍ଭବ କାରଣ ଚିନ୍ତା କରି ଲେଖୁଛ, କାହିଁକି ଜଳିଲା ନାହିଁ? ପିଲାମାନେ ବୋଧହୁଏ ଇଲେକ୍ଟ୍ରିକ ବଲ୍ବ ରେ ଚାର୍ଜ ନାହିଁ। ଇଲେକ୍ଟ୍ରିକ ଯୋଉ ବ୍ୟାଟେରୀରେ ଚାର୍ଜ ନାହିଁ, ବା ଇଲେକ୍ଟ୍ରିକ ସେଲ୍ ରେ ମାନେ ଚାର୍ଜ ନାହିଁ। ତାପରେ ଯେତେବେଳେ ସୁଇଚ ବନ୍ଦ କରାଯିବ, କେଉଁ କ୍ଷେତ୍ରରେ ବଲ୍ ଜଳିବ ନାହିଁ? କେଉଁ କ୍ଷେତ୍ରରେ ପିଲାମାନେ ବଲ୍ ଜଳିବ ନାହିଁ ସେ ଦେଖେଇଛି। ପିଲାମାନେ ଗ ଆଉ ଘ ଦେଖ, ପ୍ଲସ ମାଇନସ ପିଲାମାନେ ଏଥିରେ ଜଳିବ ନାହିଁ। ଆଉ କୋଉଥିରେ ଜଳିବ ନାହିଁ? ଏଥିରେ ଜଳିବ ନାହିଁ। ଏଇ ଦିଥିରେ ପିଲାମାନେ ଜଳିବ, ଆରାମସେ ଜଳିବ। ପ୍ଲସ ମାଇନସ ଏଇଟା ବି ଆରାମସେ ଜଳିବ। କିନ୍ତୁ ପିଲାମାନେ ଏଇଟା ଜଳିବ ନାହିଁ। ତାପରେ କଣ ଦିଆହେଇଛି ଦେଖିଦବା। ମନେକର ପ୍ଲସ ମାଇନସ ଚିହ୍ନ ସଂକେତ ବ୍ୟାଟେରୀରେ ପଢି ହେଉନାହିଁ। ବ୍ୟାଟେରୀର ଶେଷାଗ୍ରକୁ କିପରି ଚିହ୍ନିବ ତୁମ ମତାମତ ଦିଅ। ପିଲାମାନେ ବ୍ୟାଟେରୀର ଯୋଉଟା ଟିକେ ଧାତବ ଟୋପି ଭଳିଆ ବାହାରିଥିବ, ଏଇଟା ହଉଛି କଣ, ପ୍ଲସ। ଆଉ ଯୋଉଟା ଭିତରକୁ ଗାବୁଆ ହେଇକି ପଶି ଯାଇଥିବ, ଏଇଟା ହଉଛି କଣ, ମାଇନସ। ଦେଖ ଏଇ ବ୍ୟାଟେରୀର, ଯେ ଗୋଟେ ବ୍ୟାଟେରୀ ମୁଁ କରିଦଉଛି, ଏଇଟା ମନେକର ପ୍ଲସ, ଏଇଟା ମାଇନସ। ପ୍ଲସ ଟିକେ ଟୋପି ଭଳିଆ ଏମିତି ବାହାରିଥିବ, ମାଇନସ ଟିକେ ଏମିତି ଭିତରକୁ ପଶି ଯାଇଥିବ। ତାପରେ ଦେଖ 10 ନମ୍ବର ଦିଆହେଇଛି କଣ, ABCDEF କେତେକ କ୍ଷେତ୍ରରେ କାର୍ଯ୍ୟକ୍ଷମ, ଅନ୍ୟ କେତେ କ୍ଷେତ୍ରରେ କାର୍ଯ୍ୟକ୍ଷମ ନୁହନ୍ତି, ତମେ ଆଲୋଚନା କରିବ। ତାପରେ 11 ନମ୍ବର ଦିଆହେଇଛି, ଏମିତି କଲେ ବଲ୍ବ ଟା ଜଳିବ କି ଜଳିବନି? ପିଲାମାନେ ଜଳିବ ନାହିଁ, କାରଣ ଦିଟା ତ ପ୍ଲସ ପ୍ଲସ ସଂଯୋଗ ହେଲା, ଜଳିବ ନାହିଁ। ଯଦି ତମେ କେମିତି ସଂଯୋଗ କରିଥାନ୍ତ, ଏଇ ୟାର ପ୍ଲସ ଟାକୁ ନେଇକି ୟାର ମାଇନସ ରେ, ତାପରେ ୟାର ମାଇନସ ଟାକୁ ନେଇକି ୟାର ପ୍ଲସ ରେ, ତାପରେ ବଲ୍ବ ଟା ଜଳିଥାନ୍ତା। ବୁଝିପାରିଲ ନା ବୁଝିପାରିଲ ନା? ତାକୁ ସଜାଇ ଦେଇଥାନ୍ତ। ପ୍ଲସ ମାଇନସ, ଏଇ ପ୍ଲସ ଟାକୁ ଆଣିକି ଏଠି ରଖିକି, ଏଇ ଦେଖ କହିଦଉଛି, ଦେଖ ଏଇ ପ୍ଲସ ଟାକୁ ଏଠି ରଖିକି ଏଇ ମାଇନସ ଟାକୁ ଏଠି ରଖିଥିଲେ ବଲ୍ ଟା ଜଳିଥାନ୍ତା। ଏଠି ଗୋଟେ ମାଇନସ ନେଇକି ଏଠି ଲଗେଇଥାନ୍ତ, ପ୍ଲସ ଟାକୁ ଏଠି ଲଗେଇଥାନ୍ତ, ଏଇଟାକୁ କରିନଥାନ୍ତ, ସେ ବଲ୍ ଟା ଜଳିଥାନ୍ତା। ବୁଝିପାରିଲ ନା ବୁଝିପାରିଲନି ପିଲାମାନେ? ଆଶା କରୁଛି ପିଲାମାନେ ସମ୍ପୂର୍ଣ୍ଣ ରୂପେ ବୁଝିପାରିଥିବ। ତାପରେ ଦେଇଛି ବିଦ୍ୟୁତ ଉପକରଣ ଦୋକାନକୁ ଯାଇକି ତମେ ମାନେ ଏରା ସବୁ କରୁଥିବ। ସୋଲାର ପ୍ୟାନେଲ ଗୋଟେ କିଣିକି ଯୋଉ ସୂର୍ଯ୍ୟ କିରଣ ଧରିକି ତମେ ମାନେ ମୋଟର ସାହାଯ୍ୟରେ ଘୁରାଇ ପାରିବ। ତାପରେ ବିଦ୍ୟୁତ ବିଜ୍ଞାନ ସମାଜ ପିଲାମାନେ ପଢିବ। ଏରା ହଉଛି କୋଉ ବେଟରୀ, ଦେଖ ଆମର ଛୋଟ ବେଟରୀରୁ ନେଇକି ବଡ ବେଟରୀ ପର୍ଯ୍ୟନ୍ତ ଅଛି। ବିଜ୍ଞାନ ଓ ସମାଜ, ବିଦ୍ୟୁତ ସେଲ୍ ବା ବ୍ୟାଟେରୀ ବିଦ୍ୟୁତ ଶକ୍ତିର ଉତ୍ତମ ଉତ୍ସ। ଗୋଟେ ହଉଛି ଉତ୍ତମ ଉତ୍ସ ବା ବେଷ୍ଟ ରିସୋର୍ସ ବା ଉତ୍ତମ ଉତ୍ସ, ଯାହାକି ନେବା ଆଣିବାରେ ସହଜ ହୁଏ ଏବଂ ଏହା ସାହାଯ୍ୟରେ କେତେକ ବିଦ୍ୟୁତ ଯନ୍ତ୍ରପାତିକୁ ଚଲାଇବାରେ ଖୁବ ସହଜ ହୋଇଥାଏ। ବିଦ୍ୟୁତ ସେଲ୍ ବା ବ୍ୟାଟେରୀ ଗୁଡିକ ଭିନ୍ନ ଭିନ୍ନ ବ୍ୟବହାର ପାଇଁ ଭିନ୍ନ ଭିନ୍ନ ଆକାର ଓ ଆକୃତିରେ ଉପଲବ୍ଧ ହୋଇଥାନ୍ତି। ଟର୍ଚ୍ଚ ବ୍ୟାଟେରୀ, କାନ୍ଥ ଘଣ୍ଟା, ଶୁଣିବା ଯନ୍ତ୍ର ସବୁ ବଟମ ଆକୃତିର, ବଟମ ଆକୃତିର ପିଲାମାନେ ଯୋଉଗୁରା କହୁଛେ ଆମେ, ଯୋଉଗୁରା ବଟିକା ଭଳିଆ ହେଇଥାବ ମ,
पुनः चार्ज कराउथाय बैटरी विद्युत गाड़ी मोबाइल फोन एवं लैपटॉप रे व्यवहृत होइथाय पिलाने बुझि पाइला ना बुझि पाइलानी सबुथरे पिलाने विद्युत सेल हमर व्यवहार होची पिलाने आशा करछि वीडियोटी को शेष पर्यंत देखिथार अशेष अशेष धन्यवाद जो माने शेष पर्यंत देखिलो अशेष धन्यवाद पिलाने चैनल को दया करके सब्सक्राइब करदब सब्सक्राइब पिलाने निश्चित रूप करिया नुआ चैनल को आस्ते सब्सक्राइब करके लाइक करदब सांग मान सहित शेयर करदब संपूर्ण रूप पिलाने क्लियर कट आशा कर बुझी पात नेक्स्ट टाइम जे चतुर्थ अध्याय जार ना होची कोन धातु आ अधातु पिलाने सेकंड विषय बुझाई तुम जब बुझिन वीडियो डिस्क्रिप्शन में लिंक अच्छी तुम क्लिक करके निश्चित रूप देखिए ना चैनल को जाकि अम्ल क्षार निरपेक्षता देखी पारे पिलाने इजी फॉर्म में देखी पारे पूरा संपूर्ण सहज तो देखा गोटे वीडियो जय जगन्नाथ रही जय सीताराम पिलाने कमेंट माध्यम निश्चित रूप जय जगन्नाथ रखी दिंटू।